प्रति श्लोके प्रति अक्षरे नानार्थ भागवत तुलसी भक्त जने भागवत तुलसी चतुर्था विग्रह कृष्ण एहि चारि सने कृष्ण स्मृति ज्ञान जीवेर कृपाए कैला कृष्ण वेद पुराण जीवेर कृपाए कैला कृष्ण जाओ भागवत पढ़ वैष्णवेर स्थाने जाओ भाग एकांत आश्रय कर चैतन्य चरणे एकांत भागवत जैन माने से जवन समा तार शास्त्र अच्छे जन्मे जन्मे प्रभु यम तार शास्त्र अच्छे जन्मे हरे कृष्ण 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 हरे 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 राम 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 हरे हरे ओम नमो भगवते वासुदेवाय ओम नमो भगवते वासुदेवाय ओम नमो भगवते वासुदेवाय श्रीमद् भागवतम एकादश स्कंद द्वितीय अध्याय श्लोक 29 दुर्लभा मानुषो देहो देहिनां क्षणभंगुर तत्रापि दुर्लभं मन्ये वैकुंठे प्रियदर्शनम् दुर्लभा मानुष देहो देहिनां क्षणभंगुर तत्रापि दुर्लभं मन्ये वैकुंठे प्रियदर्शनम् दुर्लभा मानुषो देहे देहिनां क्षणभंगुर तत्रापि दुर्लभं मन्ये वैकुंठे प्रियदर्शनम्
माता जी। शब्दानुवाद दुर्लभ दुष्प्राप्य मानुष मनुष्यर देह शरीर देहिनाम शरीरधारी जीवगण क्षणभंगुर ଯେକୌଣସି ମୁହୂର୍ତ୍ତରେ ବି ନଷ୍ଟ ହୋଇଯାଇପାରେ ତତ୍ର ସେହି ମାନବ ଶରୀର ଅପି ଏପରିକି ଦୁର୍ଲଭ ଦୁଷ୍ପ୍ରାପ୍ୟ ମନେ କରୁଛି ବୈକୁଣ୍ଠ ପ୍ରିୟ ଯେଉଁମାନେ ପରମେଶ୍ୱର ଭଗବାନ ବୈକୁଣ୍ଠଙ୍କର ପ୍ରିୟଜନ ଦର୍ଶନମ ସାକ୍ଷାତ ଲାଭ ଅନୁବାଦ ବଦ୍ଧ ଜୀବମାନଙ୍କ ପକ୍ଷରେ ମାନବ ଦେହ ଲାଭ କରିବା ଅତି କଠିନ ବ୍ୟାପାର ଅଟେ ଏବଂ ତାହା ବି ଯେକୌଣସି ମୁହୂର୍ତ୍ତରେ ବିନାଶ ହୋଇଯାଇପାରେ କିନ୍ତୁ ମୁଁ ମନେ କରୁଛି ଯେ ଯେଉଁମାନେ ମାନବ ଜନ୍ମ ଲାଭ କରିଛନ୍ତି ସେମାନଙ୍କ ପକ୍ଷରେ ଭଗବାନ ଶ୍ରୀ ବୈକୁଣ୍ଠଙ୍କ ପ୍ରିୟଜନ ଶୁଦ୍ଧ ବୈଷ୍ଣବ ଭକ୍ତମାନଙ୍କ ସାହଚର୍ଯ୍ୟ ମଧ୍ୟ ଅତିଶୟ ଦୁର୍ଲଭ ଅଟେ ଶ୍ରୀଲ ପ୍ରଭୁପାଦଙ୍କର ଭାବାର୍ଥ ଶ୍ରୀଲ ସିଦ୍ଧର ସ୍ୱାମୀଙ୍କର ମତାନୁସାରେ ଦେହୀ ନାମ ଶବ୍ଦର ଅର୍ଥ ବହବ ଦେହ ଭବନ୍ତି ଯେସା ମତେ ବଦ୍ଧ ଆତ୍ମା ଯିଏକି ଅନେକ ପାର୍ଥିବ ଦେହ ଗ୍ରହଣ କରିଥାଏ କେତେକ ଉତ୍ସୁକ ଚିନ୍ତାଶୀଳ ବ୍ୟକ୍ତିଙ୍କ ଅନୁସାରେ ମାନବ ଦେହ ଧାରଣ କରିଥିବା ଏକ ଜୀବ କେବେ ବି ଅନ୍ୟ ପ୍ରାଣୀ ବା ଉଦ୍ଭିଦ ଭଳି ନିକୃଷ୍ଟ ଦେହ ପ୍ରାପ୍ତ ହୁଏ ନା କିନ୍ତୁ ଏ ପ୍ରକାର ଅବାସ୍ତବ ବିଚାର ସତ୍ତ୍ୱେ ଏହା ହିଁ ବାସ୍ତବତା ଯେ ଆମର ବର୍ତ୍ତମାନର କର୍ମାନୁଯାୟୀ ଈଶ୍ୱରଙ୍କର ବିଧାନ ଅନୁସାରେ ଆମେ ଉଚ୍ଚ କିମ୍ବା ନିଚ ସ୍ତର ପ୍ରାପ୍ତ ହୋଇଥାଉ ସମ୍ପ୍ରତି ଜୀବନର ସ୍ୱଭାବ ସମ୍ପର୍କରେ କୌଣସି ସ୍ପଷ୍ଟ ବା ନିର୍ଦ୍ଦିଷ୍ଟ ଚିନ୍ତାଧାରା ନାହିଁ ନିର୍ବୋଧ ବୈଜ୍ଞାନିକ ମାନେ ମାର୍ଜିତ ପରିଭାଷା ଏବଂ ମତବାଦ ସବୁ ଉଦ୍ଭାବନ କରିଛନ୍ତି ରାସାୟନିକ ପ୍ରତିକ୍ରିୟାରୁ ଜୀବନର ସୃଷ୍ଟି ଏହିପରି ବିଶ୍ୱାସ ଉପସ୍ଥାପିତ କରି ସେମାନେ ନିରୀହ ମଣିଷକୁ ଠକି ଚାଲିଛନ୍ତି ମହାମାନ୍ୟ ଭକ୍ତି ବେଦାନ୍ତ ସ୍ୱାମୀ ପ୍ରଭୁପାଦ ତାଙ୍କର ପ୍ରଣୀତ ଲାଇଫ କମ୍ସ ଫ୍ରମ ଲାଇଫ ପୁସ୍ତକରେ ଏ ପ୍ରକାର ପ୍ରବଞ୍ଚନାକୁ ପ୍ରକାଶ କରିଛନ୍ତି ସେହି ପୁସ୍ତକରେ କୁହାଯାଇଛି ବୈଜ୍ଞାନିକ ମାନେ ରାସାୟନିକ ପ୍ରତିକ୍ରିୟାରୁ ଜୀବ ସୃଷ୍ଟି ହେବାର ଦାବି କରନ୍ତି କିନ୍ତୁ ପତଙ୍ଗ ଭଳି ଏକ ନିକୃଷ୍ଟ ଜୀବ ଠାରୁ ଯେତିକି ଜୀବ ସୃଷ୍ଟି ହୁଏ ଅପରିମିତ ରାସାୟନିକ ପଦାର୍ଥରୁ ବୈଜ୍ଞାନିକ ମାନେ ସେତିକି ସୃଷ୍ଟି କରିପାରିବେ ନାହିଁ ବାସ୍ତବ ପକ୍ଷେ ଜୀବନ ଓ ଚେତନା ଜୀବାତ୍ମାର ରକ୍ଷଣ ଅଟେ ଲାଇଫ କମ୍ସ ଫ୍ରମ ଲାଇଫ ପୁସ୍ତକର 43 ପୃଷ୍ଠାରେ ଶ୍ରୀଲ ପ୍ରଭୁପାଦ କହିଛନ୍ତି ଜୀବ ଗୋଟିଏ ଦେହ ସ୍ୱରୂପରୁ ଅନ୍ୟ ଏକ ଦେହକୁ ଗତି କରେ ସ୍ୱରୂପ ବିଦ୍ୟମାନ କେବଳ ଜୀବ ସତ୍ତା ନିଜକୁ ରୂପାନ୍ତରିତ କରେ ଲୋକ ଗୋଟିଏ ଆପାର୍ଟମେଣ୍ଟରୁ ଅନ୍ୟ ଏକ ଆପାର୍ଟମେଣ୍ଟକୁ ବଦଳାଏ ଗୋଟିଏ ପ୍ରଥମ ଶ୍ରେଣୀ ଗୋଟିଏ ଦ୍ୱିତୀୟ ଶ୍ରେଣୀ ଏବଂ ଅନ୍ୟ ତୃତୀୟ ଶ୍ରେଣୀ ଆପାର୍ଟମେଣ୍ଟ ଜଣେ ବ୍ୟକ୍ତି ନିମ୍ନ ଶ୍ରେଣୀରୁ ପ୍ରଥମ ଶ୍ରେଣୀକୁ ଆସୁଛି କିନ୍ତୁ ବ୍ୟକ୍ତି ହେଉଛି ବ୍ୟକ୍ତିର ଆର୍ଥିକ ଶକ୍ତି ବା କର୍ମ ଅନୁସାରେ ପ୍ରଥମ ଶ୍ରେଣୀ ଆପାର୍ଟମେଣ୍ଟ ରହିବାକୁ ସକ୍ଷମ ହୁଏ ବିବର୍ତ୍ତନ ଶାରୀରିକ ଉନ୍ନତି ନୁହେଁ ଚେତନାର ଉନ୍ନତି ପ୍ରତି ପ୍ରଜାତିର ଜୀବ ମଧ୍ୟରେ ଚୈତନ୍ୟ ଶକ୍ତି ରହିଛି ଏବଂ ତାହା ହିଁ ହେଉଛି ଜୀବର ଲକ୍ଷଣ ଯେ କି ପରମ ପୁରୁଷ ଭଗବାନଙ୍କର ଶ୍ରେଷ୍ଠ ଶକ୍ତି ଚୈତନ୍ୟମୟ ଜୀବସତ୍ତା 84 ଲକ୍ଷ ପ୍ରକାର ପ୍ରଜାତି ମଧ୍ୟ ଦେଇ ଭ୍ରମଣ କରିଥାଏ ଏହି ମୌଳିକ ତତ୍ତ୍ୱକୁ ବୁଝିନଥିବା ବ୍ୟକ୍ତି ଦୁର୍ଲଭ ମାନୁଷ ଦେହ ଅର୍ଥାତ୍ ଉଚିତ ମାନବ ଜୀବନ ମିଳିଥାଏ ଏହି ବାକ୍ୟଟିକୁ ବୁଝିପାରିବେ ନାହିଁ ଏହି ଅପରିହାର୍ଯ୍ୟ ବିଚାରକୃତି କ୍ଷେତ୍ରରେ ବର୍ତ୍ତମାନ ମନୁଷ୍ୟକୁ ପ୍ରବଞ୍ଚନା କରାଯାଉଛି ମନୁଷ୍ୟ ପ୍ରଜାତିର ନିମ୍ନ ବର୍ଗର ଯେଉଁ 80 ଲକ୍ଷରୁ ଅଧିକ ପ୍ରଜାତି ରହିଛି ସେମାନଙ୍କ ମଧ୍ୟରେ ତ୍ରୁଟି ବିଚ୍ଛେତି ଓ ବିପଦର ଆଶଙ୍କା ବିଷୟରେ ସେମାନେ ସମ୍ପୂର୍ଣ୍ଣ ବିଦିତ ନୁହନ୍ତି କୌଣସି ମାନବ ସତ୍ତା ପ୍ରଗତିର ଭାବଧାରା ବିଷୟରେ ଚିନ୍ତା କରିବେ ତାହା ସ୍ୱାଭାବିକ ଅଟେ ଆମକୁ ବୁଝିବାକୁ ହେବ ଯେ ଆମ ଜୀବନର ପ୍ରଗତି ଏବଂ ଆମ ଜୀବନର ଗୁଣ ବୈଶିଷ୍ଟ୍ୟ ବିକାଶ ମାଧ୍ୟମରେ ଆମେ ଆଗେଇ ଚାଲିଛୁ ଅତଏବ ଅତି ମୂଲ୍ୟବାନ ମାନବ ଜୀବନ ଅପବ୍ୟବହାରର ମହାବିପଦ ସମ୍ପର୍କରେ ଜନସମାଜକୁ ଅବହିତ କରିବା ଏକାନ୍ତ ପ୍ରୟୋଜନ ଅଟେ ଏବଂ ମାନବ ଜୀବନକୁ ଯେପରି କୃଷ୍ଣ ଭାବନାମୃତ ଆସ୍ୱାଦନର ସୁଯୋଗ ମିଳେ ସେ ବିଷୟରେ ସମସ୍ତଙ୍କୁ ଜଣାଇବା ଦରକାର ଅଟେ ଠିକ ଯେପରି ପୃଥିବୀର ଉଚ୍ଚ ଶ୍ରେଣୀ ମଧ୍ୟମ ଶ୍ରେଣୀ ଏବଂ ନିମ୍ନ ଶ୍ରେଣୀର ବାସଗୃହ ଗୁଡିକ ବିଭିନ୍ନ ଅଞ୍ଚଳରେ ବିଭକ୍ତ କରାଯାଇଥାଏ ବିଶ୍ୱ ବ୍ରହ୍ମାଣ୍ଡ ମଧ୍ୟରେ ସେହିପରି ଉଚ୍ଚ ଶ୍ରେଣୀ ମଧ୍ୟମ ଶ୍ରେଣୀ ନିମ୍ନ ଶ୍ରେଣୀର ଗ୍ରହମଣ୍ଡଳ ରହିଛି ଯୋଗ ପଦ୍ଧତି ଅନୁଶୀଳନ ଦ୍ୱାରା କିମ୍ବା ନିଷ୍ଠାର ସହିତ ଧର୍ମ କର୍ମ ଅନୁଶୀଳନ କରିବା ଦ୍ୱାରା ଏହି ବ୍ରହ୍ମାଣ୍ଡ ମଧ୍ୟରେ ଉଚ୍ଚ କୋଟିର ଗ୍ରହମଣ୍ଡଳକୁ ମନୁଷ୍ୟ ନିଜକୁ ନେଇଯାଇପାରେ ତାହା ନହେଲେ ଧର୍ମ କର୍ମ ଅନୁଶୀଳନରେ ଅବହେଳା କଲେ ମନୁଷ୍ୟ ନିମ୍ନ ଲୋକକୁ ଅବଗତି ହେବା ଭଳି ଗତି ଲାଭ କରେ
ତେବେ ପରମେଶ୍ୱର ଭଗବାନ ଶ୍ରୀକୃଷ୍ଣ ଭଗବତ ଗୀତା ଅଷ୍ଟମ ଅଧ୍ୟାୟ 16 ବ୍ୟକ୍ତ କରିଛନ୍ତି ଯେ ଆ ବ୍ରହ୍ମ ଭୁବନାଲୋକା ପୁନରାବର୍ତ୍ତିନ ଅର୍ଜୁନ। ତେଣୁ ଚରମ ସିଦ୍ଧାନ୍ତ ହେଲା ଏଇଆ ଯେ ଜଡ଼ ଜାଗତିକ ବିଶ୍ୱ ବ୍ରହ୍ମାଣ୍ଡ ମଧ୍ୟରେ ପ୍ରତ୍ୟେକ ଗ୍ରହ ଲୋକ ବସବାସ ପାଇଁ ଅଯୋଗ୍ୟ ଏବଂ ଅନୁପଯୁକ୍ତ ଅଟେ। କାରଣ ପ୍ରତ୍ୟେକ ଗ୍ରହ ମଧ୍ୟରେ ଜରା ବାର୍ଦ୍ଧକ୍ୟ ମୃତ୍ୟୁ ରୂପକ ଅସୀମ ଦୁଃଖ ଦୁର୍ଦ୍ଦଶା ରହିଛି। ଶ୍ରୀ ଭଗବାନ ଅବଶ୍ୟ ଆମକୁ ଆଶ୍ୱାସନା ଦେଇଛନ୍ତି ଯେ ଜଡ଼ ଜାଗତିକ ମହାବ୍ରହ୍ମାଣ୍ଡର ବହୁ ଦୂରରେ ଅବସ୍ଥିତ ତାଙ୍କର ଯେଉଁ ଦିବ୍ୟ ଧାମ ରହିଛି ସେଠାରେ ଜୀବନଧାରା ଚିରନ୍ତନ ଆନନ୍ଦମୟ ଓ ସମ୍ପୂର୍ଣ୍ଣ ଭାବରେ ସତ୍ୟାନ ସମୃଦ୍ଧ। ଜଡ଼ ଜଗତ ଅସ୍ଥାୟୀ ଦୁଃଖପୂର୍ଣ୍ଣ ଏବଂ ଅଜ୍ଞାନତା କଣ୍ଟକାକୀର୍ଣ୍ଣ ବୈକୁଣ୍ଠ ନାମକ ଚିନ୍ମୟ ଜଗତଟି ନିତ୍ୟସ୍ଥାୟୀ ପରମାନନ୍ଦମୟ ଏବଂ ଯଥାର୍ଥ ଜ୍ଞାନରେ ସୁସମୃଦ୍ଧ। ଚରମ ଉତ୍କର୍ଷ ଲବ୍ଧ ମାନବ ମସ୍ତିଷ୍କ ଶ୍ରୀ ଭଗବାନଙ୍କର ଦାନ, ଯାହା ଫଳରେ ଆମେ ବୁଦ୍ଧି ପ୍ରୟୋଗ କରି ଯାହା ନିତ୍ୟ ସ୍ଥାୟୀ ଏବଂ ଯାହା ଅନିତ୍ୟ ଅସ୍ଥାୟୀ ତା ମଧ୍ୟରେ ପାର୍ଥକ୍ୟ ନିର୍ଣ୍ଣୟ କରିପାରିବା। ଯେପରି ଭଗବଦ୍ଗୀତା 2ୟ ଅଧ୍ୟାୟ 16 ଶ୍ଲୋକରେ କୁହାଯାଇଛି, ନାସତୋ ବିଦ୍ୟତୋ ଭାବୋ ନା ଭାବୋ ବିଦ୍ୟତେ ସତଃ ଉଭୟରୋପି ଦୃଷ୍ଟନ୍ତ ଅନୟ ତତ୍ତ୍ୱଦର୍ଶିନ। ଯେଉଁମାନେ ତତ୍ତ୍ୱଦ୍ରଷ୍ଟା ସେମାନେ ସିଦ୍ଧାନ୍ତ କରିଛନ୍ତି ଯେ ଅନିତ୍ୟ ଜଡ଼ ବସ୍ତୁର ସ୍ଥାୟିତ୍ୱ ନାହିଁ, ନିତ୍ୟ ବସ୍ତୁ ଆତ୍ମାର କେତେବେଳେ ବି ବିନାଶ ନାହିଁ। ତତ୍ତ୍ୱଦ୍ରଷ୍ଟା ମାନେ ଉଭୟ ପ୍ରକୃତିର ଯଥାର୍ଥ ସ୍ୱରୂପକୁ ଉପଲବ୍ଧି କରି ଏହି ସିଦ୍ଧାନ୍ତରେ ଉପନୀତ ହୋଇଛନ୍ତି। ଯେଉଁମାନେ ପରମେଶ୍ୱର ଭଗବାନ ଏବଂ ତାଙ୍କ ନିତ୍ୟ ଧାମକୁ ଜୀବନର ଚରମ ଲକ୍ଷ୍ୟ ସ୍ୱରୂପ ସ୍ୱୀକାର କରିଛନ୍ତି ସେମାନଙ୍କୁ ବୈକୁଣ୍ଠ ପ୍ରିୟ ବୋଲି କୁହାଯାଇଥାଏ। ଏଠାରେ ମହାରାଜ ନିମି କହିଛନ୍ତି ଯେ ସେହି ଧରଣର ଜ୍ଞାନ ଲୋକ ପ୍ରାପ୍ତ ପରମାର୍ଥବାଦୀ ମନୁଷ୍ୟମାନଙ୍କର ସଂଗଲାପ କରିବା ଅବଶ୍ୟ ମାନବ ଜୀବନର ସାର୍ଥକତା ଅଟେ। ଏହି ପ୍ରସଙ୍ଗରେ ଶିଲ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ପରାମର୍ଶ ଦେଇଛନ୍ତି ଯେ ନିମ୍ନୋକ୍ତ ଶ୍ଲୋକଟି ଯେପରି ଆମେମାନେ ଅନୁଧ୍ୟାନ କରୁ, ନୃଦେହଂ ମାଧ୍ୟମ ସୁଲଭಂ ସୁଦୁର୍ଲଭಂ ପ୍ଲବଂ ସୁକଳ୍ପಂ ଗୁରୁକର୍ଣ୍ଣଧାରಂ ଭୟାନୁକୂଳେନ ନଭସ୍ୱତୈତଂ ପୁମାନ୍ ଭବାବ୍ଧି ନ ତ୍ୱରେତ୍ ସ୍ୱାତ୍ମା। ପରମେଶ୍ୱର ଭଗବାନ କହୁଛନ୍ତି ଶ୍ରେଷ୍ଠତମ ଶରୀର ଏହି ସୁଦୁର୍ଲଭ ମାନବ ଦେହ ଏକ ପରମ ପ୍ରାପ୍ତି ଏବଂ ତାହା ଏକ ତରଣୀ ସହିତ ତୁଳନୀୟ ଅଟେ। ଶ୍ରୀ ଗୁରୁଦେବ ଏହି ତରଣୀର ସୁଯୋଗ୍ୟ କର୍ଣ୍ଣଧାର ଏବଂ ତାକୁ ପରିଚାଳନା କରିବା ପାଇଁ ଅନୁକୂଳ ପବନ ସୃଷ୍ଟି କରିଦେଇଛି। ଏହିପରି ଭାବରେ ଭବସାଗର ଅତିକ୍ରମର ସମସ୍ତ ପ୍ରକାର ସୁବ୍ୟବସ୍ଥା ମୁଁ କରିଦେଇଛି। ଯେଉଁ ମନୁଷ୍ୟ ମାନବ ଜୀବନରେ ଏହି ସମସ୍ତ ଅପୂର୍ବ ସୁନ୍ଦର ସୁଯୋଗ ସୁବିଧା ଲାଭ କରିଛି ତଥାପି ଭବସାଗର ପାର ହୋଇପାରେ ନାହିଁ, ତାକୁ ଆତ୍ମହନ୍ତା ବୋଲି ମନେ କରିବାକୁ ହେବ। ଶିଲ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁରଙ୍କର ମତାନୁସାରେ ପରମେଶ୍ୱର ଭଗବାନଙ୍କର ନିତ୍ୟ ସେବକ ମାନେ ଜଡ଼ ଜାଗତିକ କର୍ମବନ୍ଧନ ଫଳରେ ବଦ୍ଧ ଜୀବ ମାନଙ୍କର ଉଦ୍ଧାର ନିମିତ୍ତ କୃପାବଶତଃ ବୈଷ୍ଣବ ରୂପରେ ଜଡ଼ ଜଗତରେ ଅବତୀର୍ଣ୍ଣ ହୁଅନ୍ତି। ନିରାକାରବାଦୀ ପରମ ତତ୍ତ୍ୱର ଅନୁସନ୍ଧାନ ପାଇଁ ଯେଉଁମାନେ ଆପ୍ରାଣ ଚେଷ୍ଟା କରୁଛନ୍ତି ଏହି ସବୁ ବୈଷ୍ଣବ ଗଣ ସେମାନଙ୍କୁ ମଧ୍ୟ କୃପା ବିତରଣ କରିଥାନ୍ତି। ଶ୍ରୀ ନାରଦ ମୁନି କହିଛନ୍ତି, ଭଗବାନଙ୍କ ପ୍ରତି ଦିବ୍ୟ ପ୍ରେମ ବିନା ନିର୍ବିଶେଷ ପରମେଶ୍ୱର ଅନୁଧ୍ୟାନ କରିବା ନିଶ୍ଚିତ ଭାବରେ ବେଶଦାୟକ ଅଟେ। ଏବଂ ସ୍ଥୂଳ ପାର୍ଥିବ ଜୀବନର ଅସଂଖ୍ୟ ସମସ୍ୟା ସମ୍ପର୍କରେ କଣ ବା କୁହାଯିବ, ତାହା ସହିତ ସାଧାରଣ ସ୍ଥୂଳ ଜଡ଼ ଜାଗତିକ ଜୀବନ ଅଗଣିତ ସମସ୍ୟା ଆଦିର ପ୍ରସଙ୍ଗ ଉଲ୍ଲେଖ ନ କଲେ ଚଳିବ। ଆମର ବାସ୍ତବ ଅଭିଜ୍ଞତା ଏହି ଯେ ପାଶ୍ଚାତ୍ୟ ଦେଶ ଗୁଡିକ ଅଧିକାଂଶ ମନୁଷ୍ୟ ଇନ୍ଦ୍ରିୟ ପରିତୃପ୍ତିର ସ୍ୱର୍ଗ ସୁଖରେ ସମ୍ପ୍ଳାବିଷ୍ଟ ହୋଇ ଅର୍ଥ ସମ୍ପଦ ଲାଭ ପାଇଁ କଠିନ ପରିଶ୍ରମ କରିଚାଲିଛନ୍ତି। ଅନ୍ୟ କେତେକ ସାଧାରଣ ଜଡ଼ ଜାଗତିକ ଜୀବନ ପ୍ରତି ବିତସ୍ପୃହ ହୋଇ ସେମାନଙ୍କର ଆତ୍ମସତ୍ତାକୁ ନଷ୍ଟ କରିବାକୁ ଚେଷ୍ଟା କରୁଛନ୍ତି ଏବଂ ଯୋଗ ମଧ୍ୟ ଏବଂ ଧ୍ୟାନ ଚର୍ଚ୍ଚା କହିଲେ ଯାହା ବୁଝୁଛନ୍ତି ତା ମଧ୍ୟ ଦେଇ ଭଗବତ ସତ୍ତା ମଧ୍ୟରେ ବିଲୀନ ହେବାକୁ ଚାହୁଁଛନ୍ତି। ଉଭୟ ଶ୍ରେଣୀର ଅସୁଖୀ ମନୁଷ୍ୟମାନେ ସେମାନେ ଇନ୍ଦ୍ରିୟ ଉପଭୋଗର ସ୍ୱପ୍ନ ବିଳାସ ସହିତ ସେମାନଙ୍କର ବିରକ୍ତିକର ନିରାକାରବାଦୀ ସ୍ୱକପଳ କଳ୍ପନା ସବୁକୁ ଦୂରେଇ ରଖି କୃଷ୍ଣ ଭାବନାମୃତ ଆନ୍ଦୋଳନର କୃପା ଗ୍ରହଣ କରୁଛନ୍ତି। ସେମାନେ ଶ୍ରୀ ଭଗବାନଙ୍କର ନାମ କୀର୍ତ୍ତନ, ଆହ୍ଲାଦପୂର୍ଣ୍ଣ ନୃତ୍ୟ ଗୀତ ଏବଂ ଭଗବାନଙ୍କର ପବିତ୍ର ପ୍ରସାଦ ଆସ୍ୱାଦନ ମାଧ୍ୟମରେ ଭଗବାନଙ୍କର ଦିବ୍ୟ ନାମ ଜପ କୀର୍ତ୍ତନ କରିବାକୁ ଶିଖୁଛନ୍ତି। ଭଗବତ ଗୀତାରେ ଭଗବାନ ସ୍ୱୟଂ ଯେଉଁ ସବୁ ଅପ୍ରାକୃତ ଜ୍ଞାନ ଗର୍ଭ ଅଭିବ୍ୟକ୍ତି କରିଛନ୍ତି ସେଗୁଡିକ ଆସ୍ୱାଦନ ମାଧ୍ୟମରେ ଉତ୍ଫୁଲ୍ଲ ହେଉଛନ୍ତି। ଭଗବତ ଗୀତା 9ମ ଅଧ୍ୟାୟ 2 ଶ୍ଲୋକରେ ଭଗବାନ କହିଛନ୍ତି, ସ୍ୱସୁଖମ କର୍ତ୍ତୁମ ଅବ୍ୟୟମ୍। ଚିନ୍ମୟ ପାରମାର୍ଥିକ ସ୍ୱାଧୀନତା ଅର୍ଜନର ଯଥାର୍ଥ ପ୍ରକ୍ରିୟା ଖୁବ ଆନନ୍ଦମୟ ଏବଂ ତାହା ସହିତ ଇନ୍ଦ୍ରିୟାନୁଭୂତି କିମ୍ବା ନିରାକାରବାଦୀ ଶୁଷ୍କ ବାକ୍ଚାତୁର୍ଯ୍ୟର କୌଣସି ସମ୍ବନ୍ଧ ଥାଇ ନପାରେ। କ୍ରମଶଃ ବହୁ ମନୁଷ୍ୟ କୃଷ୍ଣ ଭାବନାମୃତ ଗ୍ରହଣ କରୁଛନ୍ତି, କ୍ରମଶଃ ତାହା ଅନ୍ୟମାନେ ଅନେକ ଲୋକଙ୍କ ମଧ୍ୟରେ ପ୍ରସାର କରିବାକୁ ଚେଷ୍ଟା କରୁଛନ୍ତି। ଏହିପରି ଭାବରେ ସମଗ୍ର ଜଗତ ପ୍ରାଣମୟ ଉଠିବ ଏବଂ ତାହା ବୈଷ୍ଣବ ମାନଙ୍କର କୃପା ପ୍ରଦର୍ଶନର ଦୃଷ୍ଟାନ୍ତ ହୋଇଯିବ। ବହୁତ ବଡ ଭାବାର୍ଥ। ଦୁର୍ଲଭ ମାନସ ଦେହ ଦେହିନାଂ କ୍ଷଣଭଙ୍ଗୁର ତତ୍ରାପି ଦୁର୍ଲଭଂ ମନ୍ୟେ ବୈକୁଣ୍ଠେ ପ୍ରିୟ ଦର୍ଶନମ୍। ବଦ୍ଧଜୀବ ମାନଙ୍କ ପକ୍ଷରେ ମାନବ ଦେହ ଲାଭ କରିବା ଅତି କଠିନ ବ୍ୟାପାର ଅଟେ ଏବଂ ତାହା ଯେକୌଣସି ମୁହୂର୍ତ୍ତରେ ବିନାଶ ହୋଇଯାଇପାରେ। କିନ୍ତୁ ମୁଁ ମନେ କରୁଛି ଯେ ଯେଉଁମାନେ ମାନବ ଜନ୍ମ ଲାଭ କରିଛନ୍ତି ସେମାନଙ୍କ ପକ୍ଷରେ ଭଗବାନ ଶ୍ରୀ ବୈକୁଣ୍ଠକ ପ୍ରିୟଜନ ଶୁଦ୍ଧ ବୈଷ୍ଣବ ଭକ୍ତ ମାନଙ୍କର ସାହଚର୍ଯ୍ୟ ମଧ୍ୟ ଅତିଶୟ ଦୁର୍ଲଭ। ତ ଶ୍ରୀମଦ୍ ଭାଗବତମ ଏକାଦଶ ସ୍କନ୍ଦ, ଯାହାକି
ଭଗବାନଙ୍କର ଲଲାଟ ସଦୃଶ ଅଟେ। ଦଶମ ସ୍କନ୍ଦ ଭାଗବତ ହଉଛି ଭଗବାନଙ୍କର ମୁଖାରବିନ୍ଦ, ଏକାଦଶ ସ୍କନ୍ଦ ହଉଛି ଭଗବାନଙ୍କର ଲଲାଟ। ଶ୍ରୀମଦ୍ ଭାଗବତମ ଦ୍ୱାଦଶ ସ୍କନ୍ଧକୁ ଭଗବାନଙ୍କର ଶରୀର ସହିତ ଯଦି ତୁଳନା କରାଯାଇପାରେ ତାହେଲେ ଏଇ ପ୍ରକାର ଭାବରେ କୁହାଯାଇଛି ଭଗବାନଙ୍କର ମୁଖାରବିନ୍ଦ, ତାଙ୍କ ମୁଖଟା ହଉଛି ଦଶମ ସ୍କନ୍ଧ। କାରଣ ଜଣେ ମୁଖକୁ ଦେଖିକି ଆମେ ଜାଣିପାରିବା ଲୋକର ମନୋବୃତ୍ତି କଣ ଅଛି। ତେଣୁ ଦଶମ ସ୍କନ୍ଦ ଭାଗବତରେ ବିଶେଷ କରି ଭଗବାନଙ୍କର ବିଭିନ୍ନ ଲୀଳା ସମ୍ପର୍କରେ ବର୍ଣ୍ଣନା କରାଯାଇଛି। ତାଙ୍କର ବାଲ୍ୟ ଲୀଳା, ତାଙ୍କର ବୈକୁଣ୍ଠ ଲୀଳା, ତାଙ୍କର କୈଶୋର ଲୀଳା, ତାଙ୍କର ଯୌବନ ଲୀଳା, ଏଇ ସବୁ ଲୀଳା ପୁଙ୍ଖାନୁପୁଙ୍ଖ ଭାବରେ ବର୍ଣ୍ଣନା କରାଯାଇଛି। ତେଣୁ ପରୀକ୍ଷିତ ମହାରାଜଙ୍କର ଯୋଉ ଜିଜ୍ଞାସା ଥିଲା ତାହାର ଉତ୍ତର ସୁଖଦେବ ଗୋସ୍ୱାମୀ ଦଶମ ସ୍କନ୍ଦ ଭାଗବତରେ ଦେଇଛନ୍ତି। ଏବଂ ଏକାଦଶ ସ୍କନ୍ଦ ହଉଛି ଭାଗବତର ଶିକ୍ଷା। ଭାଗବତରେ ଆମେ କଣ ଶିକ୍ଷା କରିବା? ଯଦିଓ ଭାଗବତର ସମସ୍ତ ସ୍କନ୍ଦ ଭାଗବତରେ ଶିକ୍ଷା ରହିଛି, କିନ୍ତୁ ଏକାଦଶ ସ୍କନ୍ଦ ଯେମିତି ଭଗବାନ କୃଷ୍ଣ ଅର୍ଜୁନଙ୍କୁ ଗୀତାବାଣୀର ଉପଦେଶ ପ୍ରଦାନ କରିଛନ୍ତି, ସେଇଭଳି ଭଗବାନ ଉଦ୍ଧବଙ୍କୁ ମଧ୍ୟ ବହୁ ଉପଦେଶ ଦେଇଛନ୍ତି ଯୋଉଟା କି ଏକାଦଶ ସ୍କନ୍ଦ ଭାଗବତରେ ଅଛି। ଆଉ ବର୍ତ୍ତମାନ ମଧ୍ୟ ଆମେ ଯୋଉ ଶ୍ଲୋକଟି ପାଠ କଲେ, ଏ ଶ୍ଲୋକଟି ନାରଦ ମହର୍ଷି ରାଜା କହୁଛନ୍ତି, ରାଜାଙ୍କୁ ବସୁଦେବଙ୍କୁ କହୁଛନ୍ତି। ବସୁଦେବଙ୍କର ପ୍ରାସାଦରେ ନାରଦ ମୁନି ଅତିଥି ହେଇଛନ୍ତି ଏବଂ ନାରଦ ମୁନିଙ୍କର ସ୍ୱାଗତ ସମ୍ବର୍ଦ୍ଧନା କରି ବସୁଦେବ ବହୁତ କୃତାର୍ଥ ହେଇଛନ୍ତି ଏବଂ ତାପରେ ସେ ଜିଜ୍ଞାସା କରିଛନ୍ତି ଯେ ମୁଁ ଆପଣଙ୍କ ଭଳି ଜଣେ ସାଧୁଙ୍କର ସଙ୍ଗଲାଭ କରିକି ମୋ ଜୀବନ ଆଜି କୃତାର୍ଥ ହେଲା, ତେଣୁ ଆପଣ ମତେ କୁହନ୍ତୁ କିଭଳି ଭାବରେ ଏଇ ସଂସାର ଜଞ୍ଜାଳରୁ ମୁକ୍ତି ପାଇବେ। ତେଣୁ ନାରଦ ମହର୍ଷି ସେଠି ତାଙ୍କୁ କହିଛନ୍ତି ଯେ ପ୍ରକୃତ ସେଠି ତ କହିନାହାନ୍ତି, ଯଦିଓ ସେ ତାଙ୍କୁ ସେ ମନେ ମନେ ଚିନ୍ତା କରିଛନ୍ତି, ଦେଖନ୍ତୁ ଭଗବାନ କୃଷ୍ଣଙ୍କର ଯେ ପିତା ରୂପରେ ଯେ ହେଇଛନ୍ତି, ଯେ ପିତା ହେଇଛନ୍ତି ଭଗବାନ କୃଷ୍ଣଙ୍କର, ତାଙ୍କର ଆଉ କଣ ଅପ୍ରାପ୍ୟ ଅଛି? ମୁଁ ବା ତାଙ୍କୁ କଣ କହିବି? ତଥାପି ତାଙ୍କର ଯୋଉ ନମ୍ରତା, ତାଙ୍କର ଯୋଉ ଶାଳୀନତା ଏବଂ ତାଙ୍କର ଯୋଉ ଅତି ସୁନ୍ଦର ବ୍ୟବହାର, ସୌହାର୍ଦ୍ଦ୍ୟପୂର୍ଣ୍ଣ ବ୍ୟବହାର ଦେଖି ନାରଦ ମୁନି ମଧ୍ୟ ଅତ୍ୟନ୍ତ ସନ୍ତୁଷ୍ଟ ହେଇଛନ୍ତି ଏବଂ ସେ ପ୍ରସଙ୍ଗରେ ସେ ଗୋଟିଏ କାହାଣୀ କହିବାକୁ ଆରମ୍ଭ କରିଛନ୍ତି, ଯୋଉ କାହାଣୀଟି ପ୍ରକୃତ ପକ୍ଷେ ଆମମାନଙ୍କ ପାଇଁ ବହୁତ ଉପଦେଶ। ଏ ଶ୍ରୀମଦ୍ ଭାଗବତରେ ବିଭିନ୍ନ କାହାଣୀ ରହିଛି ଯୋଉଥିରେ ବହୁତ ଶିକ୍ଷା ସବୁ ରହିଛି। ଆମେ ଚତୁର୍ଥ ସ୍କନ୍ଦ ଭାଗବତରେ ମଧ୍ୟ ଦେଖୁଛେ ପ୍ରାଚୀନ ଭବିଷ୍ୟତକୁ ନାରଦ ମୁନି ମଧ୍ୟ ସେଇ ପୁରଞ୍ଜନ ଉପାଖ୍ୟାନ ମଧ୍ୟ କହୁଛନ୍ତି। ପୁରଞ୍ଜନ ଉପାଖ୍ୟାନ ମାଧ୍ୟମରେ ପ୍ରାଚୀନ ଭବିଷ୍ୟତକୁ ମଧ୍ୟ ଶିକ୍ଷା ମଧ୍ୟ ଦଉଛନ୍ତି। ସେଇଭଳି ନାରଦ ମୁନି ବର୍ତ୍ତମାନ ବସୁଦେବଙ୍କୁ ସେ କହୁଛନ୍ତି ଯେ ବିଦେହ ରାଜା ନିମି ରାଜା କିଭଳି ଭାବରେ ନବଯୋଗେନ୍ଦ୍ରଙ୍କ ସହିତ ସାକ୍ଷାତ ହେଇଥିଲା ଏବଂ ନବଯୋଗେନ୍ଦ୍ରଙ୍କୁ ସାକ୍ଷାତ କଲା ପରେ ନିମି ରାଜା ତାଙ୍କୁ କିଭଳି ଭାବରେ ସ୍ୱାଗତ ସମ୍ବର୍ଦ୍ଧନା ଜଣେଇଛି, ଯେମିତି ଆପଣ ମତେ ସ୍ୱାଗତ ସମ୍ବର୍ଦ୍ଧନା ଜଣେଇଲେ ଠିକ ସେଇଭଳି ଭାବରେ ବିଦେହ ରାଜ୍ୟର ରାଜା ନିମି ମଧ୍ୟ ସେ ନବଯୋଗେନ୍ଦ୍ର। ସେ ନବଯୋଗେନ୍ଦ୍ର କିଏ ନା ସିଏ ହଉଛନ୍ତି ଋଷଭ ଦେବଙ୍କର 9ଟି ପୁତ୍ର। ଋଷଭ ଦେବଙ୍କର 100 ପୁତ୍ର ଥିଲେ। 100 ପୁତ୍ର ମଧ୍ୟରୁ ଭରତ ହଉଛନ୍ତି ସବୁଠାରୁ ଜ୍ୟେଷ୍ଠ, ଆଉ ଯାହାଙ୍କର ନାମ ଅନୁସାରେ ଭାରତ ବର୍ଷ ହେଇଛି। ଭରତଙ୍କର ନାମ ଅନୁସାରେ ଭାରତ ବର୍ଷ ହେଇଛି, ନହେଲେ ଭାରତ ବର୍ଷର ନାମ ଥିଲା ପୂର୍ବରୁ ଅଜନାଭ ବର୍ଷ। ତେଣୁ ସେଇ ଋଷଭ ଦେବଙ୍କର ଯୋଉ ଜ୍ୟେଷ୍ଠ ପୁତ୍ର ଭରତ, ତାପରେ ଆଉ 9 ଜଣ ଯୋଉ ପୁତ୍ର ତାଙ୍କର ଅଛନ୍ତି, ତାଙ୍କର 100 ପୁତ୍ର ଥିଲେ। 100 ପୁତ୍ର ମଧ୍ୟରୁ ଭରତ ହଉଛି ଜ୍ୟେଷ୍ଠ ପୁତ୍ର, ଆଉ 9 ଜଣ ପୁତ୍ର ହଉଛନ୍ତି ବିଭିନ୍ନ ଦେଶ ବା ବିଭିନ୍ନ ଦ୍ୱୀପର ତାଙ୍କୁ ରାଜା କରିଦିଆଯାଇଛି। ମାନେ ସେମାନେ କ୍ଷତ୍ରିୟ ଥିଲେ, କ୍ଷତ୍ରିୟ ମାନଙ୍କୁ ରାଜା ଭାବରେ ବା କ୍ଷତ୍ରିୟ ମାନେ ଯୋଉମାନେ କ୍ଷତ୍ରିୟ ଗୁଣ ସମ୍ପନ୍ନ ସେମାନଙ୍କୁ ରାଜା ଭାବରେ ତାଙ୍କୁ ଶାସନ ଦାୟିତ୍ୱ ଦିଆଯାଇଛି 9 ଜଣଙ୍କୁ। 9 ଭରତ ହେଲେ ଦଶମ। ଭରତ ମଧ୍ୟ ଅଜନାଭ ଭାରତ ବର୍ଷର ଦାୟିତ୍ୱ ନେଇଥିଲେ। ତେଣୁ ଆଉ ଯୋଉ 81 ଜଣ ଅଛନ୍ତି ସେମାନେ ସବୁ ଦ୍ୱିଜ କର୍ମ କରିଛନ୍ତି, ଅର୍ଥାତ୍ ବ୍ରାହ୍ମଣର କର୍ମ ସେମାନେ କରୁଛନ୍ତି। ବ୍ରାହ୍ମଣର ଯୋଜନ ଯାଜନ ଅଧ୍ୟୟନ ଅଧ୍ୟାପନ ପ୍ରତି ଦାନ ପ୍ରତିଗ୍ରହ ଇତ୍ୟାଦି ଏ ସବୁ କାର୍ଯ୍ୟରେ ସେମାନେ ନିଯୁକ୍ତ ହୋଇଛନ୍ତି। ଆଉ 81 ଜଣ, ଆଉ ଜଣ 9 ଜଣ ରହିଲେ, ସେଇ 9 ଜଣ ହଉଛନ୍ତି ମୁନି ବା ଋଷି ବିଦ୍ୱାନ ସାଧୁ ସନ୍ଥ ମହାଜନ ମାନେ ସେମାନଙ୍କୁ କୁହାଯାଇପାରେ। ସେମାନେ କୌଣସି ସ୍ଥାନରେ ରହୁନଥିଲେ ସ୍ଥାୟୀ ଭାବରେ, ସେମାନେ ବିଭିନ୍ନ ସ୍ଥାନରେ ବିଚରଣ କରିକି ଏଇ ଭଗବତ ଶିକ୍ଷାକୁ ପ୍ରଦାନ କରୁଛନ୍ତି। ଯେମିତି ନାରଦ ମୁନି ବିଭିନ୍ନ ସ୍ଥାନ ବିଚରଣ କରୁଛନ୍ତି ବୀଣା ବାଦନ କରି, ଠିକ ସେଇଭଳି ଭାବରେ ଏଇ ଯୋଉ ନବଯୋଗେନ୍ଦ୍ର ସେମାନେ ବିଭିନ୍ନ ଦେଶ ଦେଶାନ୍ତର ବିଭିନ୍ନ ଗ୍ରହ ଗ୍ରହାନ୍ତର ସେମାନେ ସବୁ ପରିବ୍ରାଜନ କରୁଛନ୍ତି ଏବଂ ବିଭିନ୍ନ ସ୍ଥାନ ମାନଙ୍କୁ ଯାଇକି ସେମାନେ ଭଗବତ ଶିକ୍ଷା ପ୍ରଦାନ କରୁଛନ୍ତି। ତେଣୁ ବିଶେଷ କରି ବିଦେହ ରାଜ୍ୟରେ ସେମାନେ ଅତିଥି ହେଇଛନ୍ତି ଏବଂ ବିଦେହ ରାଜ୍ୟର ନିମି ରାଜା ତାଙ୍କ ସହିତ ସାହଚର୍ଯ୍ୟ ଲାଭ କରୁଛନ୍ତି ବା ତାଙ୍କୁ ସତ୍କାର କରିବା ପାଇଁ ସୁଯୋଗ ପ୍ରାପ୍ତ ହେଇଛନ୍ତି। ଏବଂ ସେ ପ୍ରସଙ୍ଗରେ ସେ କହୁଛନ୍ତି, ବିଦେହ ରାଜା କହୁଛନ୍ତି, ନିମି ରାଜା କହୁଛନ୍ତି ଯେ ପ୍ରକୃତ ପକ୍ଷେ ମାନବ ଜୀବନ ଲାଭ କରିବା, ବିଶେଷ କରି 84 ଲକ୍ଷ ଜୀବନ ଯୋନି ରହିଛି। ପଦ୍ମ ପୁରାଣରେ ଏ ବିଷୟରେ ବର୍ଣ୍ଣନା କରାଯାଇଛି।
ଜଳଜା ନବଲକ୍ଷାଣି ସ୍ଥାବରା ବିଂଶ ଲକ୍ଷତି କୁର୍ମୟ ରୁଦ୍ର ସଂଖ୍ୟକା ପକ୍ଷିଣାଂ ଦଶ ଲକ୍ଷକ ତ୍ରିଂଶ ଲକ୍ଷକ ପଶବ ଚତୁର୍ଲକ୍ଷାଣି ମାନବ। ଆମେ ଯୋଉ ମାନବ ଜୀବନ ପ୍ରାପ୍ତ ହେଇଛି ଆମେ ହଠାତ୍ ମାନବ ଜୀବନ ମିଳିନାହିଁ ଆମକୁ। ଆମେ 80 ଲକ୍ଷ ଜୀବଜନୀ ଘୂର୍ଣ୍ଣାୟମାନ କଲା ପରେ ହିଁ ମାନବ ଜୀବନ ମିଳିଛି। ସେ 80 ଲକ୍ଷର ପୁରା ନିର୍ଦ୍ଦିଷ୍ଟ ବର୍ଣ୍ଣନା ପଦ୍ମ ପୁରାଣରେ ଦିଆଯାଇଛି। ଜଳଜା ନବଲକ୍ଷାଣି, ଜଳରେ 9 ଲକ୍ଷ ପ୍ରକାର ଜଳ ଜୀବ ଅଛନ୍ତି। ଯୋଉ ମାଛ, କୋଚିଆ, ଗେଣ୍ଡା ଇତ୍ୟାଦି ଏମାନେ ହଉଛନ୍ତି 9 ଲକ୍ଷ ପ୍ରକାର। ସ୍ଥାବରା ବିଂଶ ଲକ୍ଷତି, ପାହାଡ ପର୍ବତ ବୃକ୍ଷଲତା ଏମାନେ ମଧ୍ୟ ଜୀବ, ଏମାନେ ହଉଛନ୍ତି 20 ଲକ୍ଷ ପ୍ରକାର। କୁର୍ମୟ ରୁଦ୍ର ସଂଖ୍ୟକା, କୃମି କୀଟ ପତଙ୍ଗ ଇତ୍ୟାଦି ସେମାନେ ହଉଛନ୍ତି ରୁଦ୍ର ମାନେ କହିଲେ 11 ଲକ୍ଷ ପ୍ରକାର। ପ୍ରଥମେ 9, ତାପରେ 20 9 29 ଆଉ 11 ଲକ୍ଷ ହେଲେ କୃମି କୀଟ ପତଙ୍ଗ, 29 11 ହେଲା 40। କୃମୟ ରୁଦ୍ର ସଂଖ୍ୟକା ପକ୍ଷିଣାଂ 10 ଲକ୍ଷକ, ପକ୍ଷୀ ଯୋଉମାନେ ଆକାଶରେ ଉଡୁଛନ୍ତି ବା ରାସ୍ତାରେ ଯୋଉମାନେ ଚଳପ୍ରଚଳ କରୁଛନ୍ତି ସେମାନେ ହଉଛନ୍ତି 10 ଲକ୍ଷକ। 40 10 ହେଲା କେତେ? 50। 300 ଲକ୍ଷକ ପଶବ, 30 ଲକ୍ଷ ପ୍ରକାର ପଶୁ, ବାଘ ଭାଲୁ ଗଣ୍ଡା ଗୟଳ କୁକୁର ବିରାଡ଼ି ଇତ୍ୟାଦି ଏମାନେ ହଉଛନ୍ତି 30 ଲକ୍ଷ ପ୍ରକାର। ଏମାନେ 50 30 ହେଲେ 80। ଆଉ ଯୋଉ 4 ଲକ୍ଷ ପ୍ରକାର ରହିଲେ ଇଏ 4 ଲକ୍ଷ ପ୍ରକାର ହଉଛନ୍ତି ମାନବ। ତେଣୁ ସେ 4 ଲକ୍ଷ ପ୍ରକାର ମାନବ ମାନଙ୍କ ଭିତରେ ଚେତନାର ପୁଣି ପାର୍ଥକ୍ୟ ରହିଛି। ଚେତନାର ପୁଣି ପାର୍ଥକ୍ୟ ରହିଛି। ଚେତନା 5 ପ୍ରକାର ଚେତନା କଥା କୁହାଯାଇଛି। ଆପ୍ଲୁତ ଚେତନା, ସଂକୁଚିତ ଚେତନା ମଧ୍ୟରେ ଆସୁଛନ୍ତି କିଏ ନା ଏଇ ଯୋଉ 80 ଲକ୍ଷ ପ୍ରକାର ଜୀବ, ଯୋଉ ଜଳଜା ନବଲକ୍ଷାଣି ସ୍ଥାବରା ବିଂଶ ଲକ୍ଷତି କୃମୟ ରୁଦ୍ର ସଂଖ୍ୟକା ପକ୍ଷିଣାଂ 10 ଲକ୍ଷକ 30 ଲକ୍ଷକ ପଶବ, ଏମାନେ ଆବୃତ ଚେତନା ଅର୍ଥାତ ଆବରଣ ହେଇକି ତାଙ୍କର ଚେତନା ରହିଛି। ସଂକୁଚିତ ଚେତନା, ସେମାନଙ୍କର ଚେତନା ପ୍ରସାରିତ ହେଇପାରିବନି। ସଙ୍କନ କନସିୟସନେସ୍ ଯାହା କୁହାଯାଇଛି, ସଂକୁଚିତ ଚେତନା। ଆଉ ଯୋଉ 3 ପ୍ରକାର ଚେତନା ରହିଲା, ମୁକୁଳିତ ଚେତନା, ବିକଚିତ ଚେତନା, ପୂର୍ଣ୍ଣ ବିକଚିତ ଚେତନା ହଉଛି ମାନବ। ତେଣୁ ମାନବର ଚେତନା ଏଇ 3ଟି ବିଭାଗରେ ବିକଶିତ ହଉଛି। ଯୋଉ 4 ଲକ୍ଷ ପ୍ରକାର ମାନବ ଅଛନ୍ତି, ସେ 4 ଲକ୍ଷ ମାନବ ମାନଙ୍କ ଭିତରେ ଏଇ 3ଟି ଚେତନା ରହିଛି। କଣ ନା ପ୍ରଥମେ ହଉଛି ମୁକୁଳିତ ଚେତନା। ଯେମିତି ଗୋଟେ ଫୁଲଟିଏ ପ୍ରଥମେ ଗୋଟେ କଢ ହେଇକି ଫୁଟୁଛି, କଢଟି ଅର୍ଦ୍ଧ ପ୍ରସ୍ଫୁଟିତ ହଉଛି, ତାପରେ ପୂର୍ଣ୍ଣ ପ୍ରସ୍ଫୁଟିତ ହଉଛି। ଠିକ ସେଇଭଳି ଭାବରେ ମାନବର ଚେତନା କ୍ରମଶଃ ମୁକୁଳିତ ହେଇ ବିକଚିତ ହେଇ ପୂର୍ଣ୍ଣ ବିକଚିତ ଚେତନା ସ୍ତରକୁ ଯେତେବେଳେ ଆସୁଛି ତାକୁ ମାନବ ବୋଲି କୁହାଯାଉଛି। ତାହେଲେ ପୂର୍ଣ୍ଣ ବିକଚିତ ଚେତନାର ଅର୍ଥ କଣ? ପୂର୍ଣ୍ଣ ବିକଚିତ ଚେତନା ଅର୍ଥ ସମସ୍ତଙ୍କର ହୃଦୟ ମଧ୍ୟରେ ପରମାତ୍ମାଙ୍କୁ ଦର୍ଶନ କରିବା। ବିଦ୍ୟା ବିନୟ ସମ୍ପନ୍ନେ ବ୍ରାହ୍ମଣେ ଗବିହସ୍ତିନୀ ସୁନିଚୈବ ସୋପାକେଚ ପଣ୍ଡିତା ସମଦର୍ଶିନ। ଯୋଉମାନେ ଆତ୍ମଜ୍ଞାନ ଲାଭ କରିଛନ୍ତି, ଯୋଉମାନେ ଆତ୍ମ ଦୃଷ୍ଟି ଲାଭ କରିଛନ୍ତି, ସେମାନେ ସମସ୍ତଙ୍କ ହୃଦୟରେ, ଏପରିକି ଗୋଟେ କୁକୁର ମଧ୍ୟରେ, ଗୋଟେ ଚଣ୍ଡାଳ ମଧ୍ୟରେ, ଗୋଟେ ବ୍ରାହ୍ମଣ ମଧ୍ୟରେ, ଗୋଟେ ହସ୍ତି ମଧ୍ୟରେ, ଏମାନଙ୍କ ମଧ୍ୟରେ ସମସ୍ତଙ୍କ ଭିତରେ ପରମାତ୍ମା ରୂପ ଦର୍ଶନ କରୁଛନ୍ତି। ତେଣୁ ସେମାନେ କାହାକୁ କୌଣସି ପ୍ରକାର ଭାବରେ ହେୟ ମନେ କରନ୍ତି ନାହିଁ ବା ଘୃଣା ମନେ କରନ୍ତି ନାହିଁ ବା କାହା ପ୍ରତି ତାଙ୍କର ବିଦ୍ୱେଷ ମନୋଭାବ ନାହିଁ। ତେଣୁ ସମସ୍ତଙ୍କ ଭିତରେ ଯେ ଭଗବାନ କୃଷ୍ଣଙ୍କୁ ଦର୍ଶନ କରିଛନ୍ତି, ସେଥିପାଇଁ ପ୍ରଭୁପାଦ ମହାରାଜ ଏ ସଂଘର ନାମ ଦେଲେ କୃଷ୍ଣ ଚେତନା। ଅର୍ଥାତ୍ ସମସ୍ତଙ୍କର ଚେତନାଟା କୃଷ୍ଣ ଚେତନାରେ ପର୍ଯ୍ୟବେସିତ ହବା ଉଚିତ। ଚେତନାରେ ଆମର ସମସ୍ତଙ୍କ ଚେତନାରେ କୃଷ୍ଣ ରହିବା ଉଚିତ। ଯେତେବେଳେ ଆମ ଚେତନାରେ କୃଷ୍ଣ ରହିବେ, ଆମେ ସମସ୍ତଙ୍କ ମଧ୍ୟରେ ଆମେ କୃଷ୍ଣଙ୍କୁ ଦର୍ଶନ କରିବା। ଯେତେବେଳେ ପର୍ଯ୍ୟନ୍ତ ଆମ ଚେତନାରେ କୃଷ୍ଣ ନ ରହିଛନ୍ତି, ଆମେ କେମିତି ସମସ୍ତଙ୍କ ଭିତରେ କୃଷ୍ଣଙ୍କୁ ଦେଖିବା? ତେଣୁ ଆମ ଚେତନାରେ କଣ ଅଛନ୍ତି? ଆମ ଚେତନାରେ ଅଛି ଆମ ପରିବାର ଅଛନ୍ତି, ଆମ ବନ୍ଧୁଜନ ଅଛନ୍ତି, ଅତି ବେଶୀରେ ଉଦାର ହେଲେ ଦେଶ ଜାତି, ଏଇ ସବୁ କଥା ଆସିବ। ତେଣୁ ଯାହାର ଚେତନାରେ କୃଷ୍ଣ ଅଛନ୍ତି ସିଏ ହଉଛନ୍ତି କୃଷ୍ଣ ଚେତନଶୀଳ ବ୍ୟକ୍ତି। ତେଣୁ ସମ୍ପୂର୍ଣ୍ଣ ବିକଚିତ ଚେତନା ସ୍ତରରେ ଯେତେବେଳେ ମାନବ ଆସୁଛି, ସେତେବେଳେ ସେ ସମସ୍ତଙ୍କ ଭିତରେ ସ୍ଥାବର ଜଙ୍ଗମ ଦେଖେ, ନା ଦେଖେ ତାର ମୂର୍ତ୍ତି, ସର୍ବତ୍ର ହଏ ତାର ଇଷ୍ଟ ଦେବ ସ୍ମୃତି। ଆମେ ସାଧାରଣତଃ ଭାବରେ ସାଧାରଣ ଜଣେ ଲୋକ ଦେଖୁଛି, ଗୋଟେ ପାହାଡଟିଏ ଦେଖୁଛି ବା ବୃକ୍ଷଟିଏ ଦେଖୁଛି, ନଦୀ ଦେଖୁଛି, ସେ ସବୁ ଦେଖିକି ସେ କଣ କହୁଛି? ହଁ, ଗୋଟେ ଗଛଟା ହେଇଛି, ଗୋଟେ ପାହାଡ ହେଇଛି ବା ଗୋଟେ ନଦୀ ହେଇଛି। କିନ୍ତୁ ଯେ ଭକ୍ତ ଅର୍ଥାତ୍ ଯେ ଆତ୍ମଜ୍ଞାନ ଲାଭ କରିଛି, ସେ ବୃକ୍ଷଟି ଦେଖି କହୁଛି ଇଏ ହଉଛି ଭଗବାନଙ୍କର ସୃଷ୍ଟି। ଭଗବାନଙ୍କ ସୃଷ୍ଟିରେ ଏଇ ଗୋଟିଏ ବୃକ୍ଷ, ଯୋଉ ବୃକ୍ଷରେ ନିମ୍ବ ଫଳ ଆସୁଛି, ଆଉ ଗୋଟିଏ ବୃକ୍ଷରେ ସେଇଠି ପାଖରେ ଆମ୍ବ ଫଳ ଆସୁଛି। ଆମ୍ବ ଫଳଟା ହଉଛି ମିଠା, ନିମ୍ବ ଫଳଟା ହଉଛି ପିତା। ଭଗବାନଙ୍କର ବିଚିତ୍ର ସୃଷ୍ଟି। ଯୋଉ ବିଚିତ୍ର ସୃଷ୍ଟିରେ 2ଟି ଗଛ ଭିତରେ ପାର୍ଥକ୍ୟ ରହିଛି ଫଳ ମଧ୍ୟରେ। ସେଇଭଳି ଭାବରେ ବିଭିନ୍ନ ପଶୁ ପକ୍ଷୀ ସୃଷ୍ଟି କରିଛନ୍ତି। ପକ୍ଷୀ ସୃଷ୍ଟି କରିଛନ୍ତି ରଙ୍ଗ ସମାନ କିନ୍ତୁ ସ୍ୱଭାବ ଭିନ୍ନ। କାଉ ଆଉ କୋଇଲି, କାଉ କୋଇଲି ବର୍ଣ୍ଣ କଳା କିନ୍ତୁ ତାଙ୍କର କଣ୍ଠ ହଉଛି
କାଉର କଣ୍ଠ ରହୁଛି ଅତି କର୍କଶ ଏବଂ କୋଇଲିର କଣ୍ଠ ହଉଛି ଅତି ମଧୁର। ତେଣୁ ସେଇ ପ୍ରକାର ଭାବରେ ସେ ଜୀବ ଦେଖୁଛି ଯେ ଭଗବାନ କି ବିଭିନ୍ନ ଭାବରେ ଜୀବ ସୃଷ୍ଟି କରିଛନ୍ତି, ବିଭିନ୍ନ ବୃକ୍ଷଲତା ସୃଷ୍ଟି କରିଛନ୍ତି, ନଦୀ ସୃଷ୍ଟି କରିଛନ୍ତି, ପାହାଡ ସୃଷ୍ଟି କରିଛନ୍ତି, ଯାହାକୁ ଦେଖିକି ଆମେ ଭଗବାନଙ୍କର ସତ୍ତା ଅନୁଭବ କରୁଛୁ। ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର କହିଥିଲେ ତୁମେ ପାହାଡ ଦେଖୁଛ, କିନ୍ତୁ ଚୈତନ୍ୟ ମହାପ୍ରଭୁ ପାହାଡ ଦେଖି କହୁଥିଲେ କଣ ନା ଇଏ ହଉଛି ଗୋବର୍ଦ୍ଧନ ପର୍ବତ। ତେଣୁ ସେ ଆମର ପୁରୀରେ ଯୋଉ ଚଟକ ପର୍ବତ ଥିଲା ବର୍ତ୍ତମାନ ସେ ଦେଖାଯାଉନାହିଁ, ତୋଟା ଗୋପୀନାଥଙ୍କ ସମ୍ମୁଖରେ ସେ ଚଟକ ପର୍ବତକୁ ଯାଇକି ଡିଆ ମାରି ଦିଅନ୍ତି, ଗୋବର୍ଦ୍ଧନ ପର୍ବତକୁ ଯାଇ ଡିଆ ମାରନ୍ତି ଯେ ଗୋବର୍ଦ୍ଧନ ପର୍ବତ ବୋଲି ସ୍ମରଣ ହୁଏ ଏବଂ ମୂର୍ଚ୍ଛା ସେଠି ହେଇଯାଆନ୍ତି। ଆଉ ସମୁଦ୍ରକୁ ଦେଖିକି ଆମର ଯମୁନା ନଦୀର ଆସୁଛି ସ୍ମରଣ। ସମୁଦ୍ରକୁ ଆମେ ଦେଖୁଛେ କିନ୍ତୁ ସେ ସମୁଦ୍ରକୁ ଦେଖିକି ଯମୁନା ନଦୀ ବୋଲି ସ୍ମରଣ କରନ୍ତି। କିଭଳି ଭାବରେ ଚେତନାରେ କିଭଳି ଭାବରେ କୃଷ୍ଣ ରହିଛନ୍ତି। ସେଇଭଳି ଆମେ ଦେଖୁଛେ ସାଧାରଣତଃ ପୁରୁଷ ଦେଖୁଛେ, ସ୍ତ୍ରୀ ଦେଖୁଛେ, କିନ୍ତୁ ସ୍ତ୍ରୀକୁ ଦେଖି ସେମାନେ ଭାବନ୍ତି, ଚୈତନ୍ୟ ମହାପ୍ରଭୁ ଭାବନ୍ତି ନା ଇଏ ହଉଛନ୍ତି ଗୋପୀ ମାନଙ୍କର, ଇଏ ହଉଛନ୍ତି ଗୋପୀ ଭଗବାନ କୃଷ୍ଣଙ୍କର ସେବିକା। ଆଉ ପୁରୁଷ ମାନଙ୍କୁ ଦେଖନ୍ତି ସେମାନଙ୍କୁ ସେ ଭାବନ୍ତି ଗୋପାଳ ବାଳକ। ତେଣୁ ସମସ୍ତଙ୍କ ଭିତରେ କେମିତି କୃଷ୍ଣଙ୍କୁ ଆମେ ଦର୍ଶନ କରିବା, ଇଏ ହଉଛି କୃଷ୍ଣ ଚେତନା। ତ ସେଇ ମାନବରେ ମାନବ ଜୀବନ ଲାଭ କରିକି ଆମେ ଏଇ ଚେତନା କିଭଳି ପ୍ରାପ୍ତ ହବା। ବିଶେଷ କରି ମାନବ ଜୀବନ ହଉଛି ଦୁର୍ଲଭ, 80 ଲକ୍ଷ ଜୀବଜନୀ ଘୂର୍ଣ୍ଣାୟମାନ କଲା ପରେ ଆମେ ମାନବ ଜୀବନ ପାଇଛେ। ତାପରେ ଦେହିନାଂ କ୍ଷଣଭଙ୍ଗର ବୋଲି କୁହାଯାଇଛି। ମାନବ ଜୀବନ ଯେ ସବୁଦିନ ପାଇଁ ରହିବ ତାହା ମଧ୍ୟ ସ୍ଥାୟୀ ନୁହେଁ। କେଜାଣି କାହାର ଆଜି ମୃତ୍ୟୁ କାଳ ହୋଇଯିବ ଉପସ୍ଥିତ। ଆମେ ପଢୁଥିଲୁ ବା ଛୋଟ ପିଲା ବେଳେ ଶୁଣୁଥିଲୁ ବାଲ୍ୟ କାଳୁ ଧର୍ମ ଧନ ମୁଁ ସଞ୍ଚିବି ଏ ଜୀବନ ଅନିଶ୍ଚିତେ, କେଜାଣି କାହାର ଆଜି ମୃତ୍ୟୁ କାଳ ହୋଇଯିବ ଉପସ୍ଥିତ। ଛୋଟ ପିଲା ଦିନରୁ କେମିତି ଆମେ ଭଗବାନଙ୍କୁ ଜାଣିବା। ପ୍ରହ୍ଲାଦ ମହାରାଜ ମଧ୍ୟ ସପ୍ତମ ସ୍କନ୍ଧ ଭାଗବତରେ ମଧ୍ୟ ସେ ପ୍ରସଙ୍ଗରେ ତାଙ୍କର ସହପାଠୀ ମାନଙ୍କୁ ସେ କଥା କହିଛନ୍ତି। କୁମାର ଆଚରେତ ପ୍ରାଜ୍ଞ ଧର୍ମାନ୍ ଭାଗବତାନିହ ଦୁର୍ଲଭଂ ମାନୁଷଂ ଜନ୍ମ ଅତ୍ରପି ଦୁର୍ଲଭଂ ଅର୍ଥଦମ୍। ସେ ବାଲ୍ୟ କାଳ କୌମାର ଜୀବନ, ଯୋଉଟା କୌମାର କାଳ ଅର୍ଥାତ୍ ଯୁବ ବାଲ୍ୟ ଅବସ୍ଥା, ସେ ବାଲ୍ୟ ଅବସ୍ଥାରେ ଆମେ ଭାଗବତ ଧର୍ମ ଅନୁଶୀଳନ କରିବାର ଆବଶ୍ୟକତା ରହିଛି। କାରଣ ମଣିଷ ଜୀବନ ହଉଛି କ୍ଷଣିକ, ମଣିଷ ଜୀବନ ହଉଛି ଅସ୍ଥାୟୀ। କୌମାର ଆଚରିତ ପ୍ରାଜ୍ଞ ଧର୍ମାନ ଭାଗବତା ନିହ ଦୁର୍ଲଭଂ ମାନୁଷ ଜନ୍ମ। ଏଇଠି ଯୋଉ ଦୁର୍ଲଭ କଥା କୁହାଗଲା ସେଠି ମଧ୍ୟ ସେଇ ଦୁର୍ଲଭ କଥା କୁହାଯାଏ। ଦୁର୍ଲଭଂ ମାନୁଷ୍ୟଂ ଜନ୍ମ ତତ୍ରାପି ଦୁର୍ଲଭଂ ଅର୍ଥଦମ୍। ଆଉ ଏ ଜୀବନରେ ଆମକୁ ଅର୍ଥ ଲାଭ କରିବା ପାଇଁ ପଡିବ। କୋଉ ଅର୍ଥ? ଟଙ୍କା ପଇସା ଉଦ୍ଦେଶ୍ୟରେ ସେ କଥା କହିନାହାନ୍ତି। ଟଙ୍କାକୁ ଅର୍ଥ ବୋଲି କୁହାଯାଏ, କିନ୍ତୁ ଏ ଅର୍ଥ ହଉଛି ପରମାର୍ଥ, କୃଷ୍ଣ ଭକ୍ତି, ପଞ୍ଚମ ପୁରୁଷାର୍ଥ, ଯୋଉଟାକୁ କୁହାଯାଇଛି ଧର୍ମ, ଅର୍ଥ, କାମ ଆଉ ମୋକ୍ଷ। ଏଇ ହଉଛି ଚାରି ପୁରୁଷାର୍ଥ। ପ୍ରକୃତରେ ଯୋଉ ଧର୍ମ, ଅର୍ଥ, କାମ, ମୋକ୍ଷ କଥା ଯୋଉ ଚାରିଟା କଥା କୁହାଯାଇଛି, ଆମେ ଧର୍ମ ଆଉ ମୋକ୍ଷଟାକୁ ଛାଡି ଦେଇଛୁ। ଧର୍ମ ମୋକ୍ଷଟାକୁ ଛାଡିକି ବର୍ତ୍ତମାନ ଅର୍ଥ ଆଉ କାମ, ଏହାରି ଭିତରେ ହିଁ ଆମେ ପର୍ଯ୍ୟବେସିତ ହେଇଛୁ। କେମିତି ଆମେ କାମନାକୁ ଚରିତାର୍ଥ କରିବା ଏବଂ ଅର୍ଥ ଲାଭ କରାଯାଇ ପାରିବ। ଅର୍ଥ ଲାଭ କରାଯିବ, ଇନ୍ଦ୍ରିୟ ତୃପ୍ତି କରାଯିବ। ଏଇଟା ହଉଛି ବର୍ତ୍ତମାନ ମାନବ ଜୀବନର ଉଦ୍ଦେଶ୍ୟ। ଆଉ ଧର୍ମ ନାହିଁ କି ମୋକ୍ଷ ମଧ୍ୟ ନାହିଁ। କିନ୍ତୁ ଏଟାକୁ ମଧ୍ୟ ପ୍ରକୃତ ପକ୍ଷେ ଭକ୍ତି ବୋଲି ଗ୍ରହଣ କରାଯାଉନି। ଯୋଉ ଚାରି ପୁରୁଷାର୍ଥ କଥା କୁହାଯାଇଛି ଧର୍ମ, ଅର୍ଥ, କାମ, ମୋକ୍ଷ, ଇଏ ତ ଭକ୍ତିର ସଂଜ୍ଞା ନୁହଁ। ଏଟାକୁ କୈତବପୂର୍ଣ୍ଣ ଭକ୍ତି ବୋଲି କୁହାଯାଇଛି ଭାଗବତର ପ୍ରଥମ ସ୍କନ୍ଧର 2ୟ ଶ୍ଲୋକରେ। ଧର୍ମ ପ୍ରଜିତ କୈତବତ୍ର। ତେଣୁ ଏହାକୁ କପଟତାପୂର୍ଣ୍ଣ ଧର୍ମ ବୋଲି କୁହାଯାଉଛି ଚାରି ପୁରୁଷାର୍ଥ। କିନ୍ତୁ ସେଇ ଚାରି ପୁରୁଷାର୍ଥ ମଧ୍ୟରେ ଧର୍ମ ଆଉ ମୋକ୍ଷକୁ ବର୍ତ୍ତମାନ ଆଉ ସେ ଧର୍ମ ମୋକ୍ଷ ବିଷୟରେ କିଛି ଆଲୋଚନା ନାହିଁ। ବର୍ତ୍ତମାନ କେବଳ ଅର୍ଥ ଆଉ କାମ। କେମିତି ଅର୍ଥ ଟଙ୍କା ରୋଜଗାର କରିବା ଏବଂ କାମନା ପରିତୃପ୍ତି କରିବା ଅର୍ଥାତ୍ ଇନ୍ଦ୍ରିୟ ତୃପ୍ତି କରିବା। ତେଣୁ ବିଶେଷ କରି ମାନବ ଜୀବନଟା ଏଇଥିରେ ହିଁ ପର୍ଯ୍ୟବେସିତ ହଉଛି। ତେଣୁ ସେଥିପାଇଁ କୁହାଯାଇଛି ଦେହିନା କ୍ଷଣଭଙ୍ଗୁର। କ୍ଷଣଭଙ୍ଗୁର କହିଲେ ଏ ଜୀବନ ହଉଛି ଅସ୍ଥାୟୀ। ତା ସହିତ କୁହାଯାଏ ତାଠାରୁ ଆହୁରି ଦୁର୍ଲଭ ହଉଛି, ତାଠାରୁ ଆହୁରି ଅସ୍ଥାୟୀ ହଉଛି ସାଧୁ ଭକ୍ତ ମାନଙ୍କର ସଙ୍ଗଲାଭ। ମାନବ ଜୀବନ ପାଇବା ଦୁର୍ଲଭ, ତାପରେ ପୁଣି କୁହାଯାଇଛି ଏହା ହଉଛି ଅସ୍ଥାୟୀ, ତା ସହିତ ପୁଣି କୁହାଯାଇଛି ସାଧୁ ଭକ୍ତ ମାନଙ୍କ ଜୀବନରେ ପାଇବା ମଧ୍ୟ ହଉଛି ତାଠାରୁ ଆହୁରି ଦୁର୍ଲଭ। ତେଣୁ ବିଶେଷ କରି ମାନବ ଜୀବନରେ ସାଧୁ ସଙ୍ଗ ଲାଭ କରିବା ନିମିତ୍ତ ଆମକୁ ମାନବ ଜୀବନ ମିଳିଛି। ବିଶେଷ କରି କଳି ଯୁଗ କୁହାଯାଇଛି। କଳି ଯୁଗରେ ବିଭିନ୍ନ ପ୍ରକାର ଆବର୍ଜନା ରହିଛି, ବିଭିନ୍ନ ପ୍ରକାର ସବୁ ଖରାପ ଜିନିଷ ରହିଛି। ୟାକୁ ଆମେ କୌଣସି ପ୍ରକାର ଭାବରେ କଳନା କରିପାରିବା ନାହିଁ। ଯେମିତି ସମୁଦ୍ରର ଲହଡିକୁ ଗଣିବା ଯେମିତି ଆମ ପାଇଁ କଷ୍ଟକର, ସେମିତି ଏଇ ଯୋଉ କଳି ଯୁଗର ଯୋଉ ଦୁଷ୍ପ୍ରବୃତ୍ତି ବା ଯୋଉ ଅସାଧୁ କାର୍ଯ୍ୟ, ଏ ସବୁକୁ ଆମେ କୌଣସି ପ୍ରକାର ଭାବରେ ନିଜର ବିଚାର ବୁଦ୍ଧିରେ ଆମେ କେବେ ଗଣନା କରିପାରିବା ନାହିଁ। କିନ୍ତୁ ଦୁଇଟି ମୂଲ୍ୟବାନ ଗୁଣ କଳିଯୁଗରେ ରହିଛି, ଯୋଉଟା କି ପରୀକ୍ଷିତ ମହାରାଜ ଯେତେବେଳେ ଜାଣିଲେ କଳିଯୁଗର ଦୁଇଟି ମୂଲ୍ୟବାନ ଗୁଣ ରହିଥିବା ହେତୁ କଳିଯୁଗକୁ ସେ ମାରି ନଥିଲେ ବା କଳିଯୁଗକୁ ସେ ହତ୍ୟା କରିନଥିଲେ। ସେ ଦୁଇଟି ମୂଲ୍ୟବାନ ଗୁଣ କଣ ନା ସାଧୁ ସଙ୍ଗ ଏବଂ ହରିନାମ କୀର୍ତ୍ତନ।
कलौ दोष निधि राजनस्ति एक महान गुण कीर्तना देव कृष्णस्य मुक्त संग परं व्रजेत। कलि जुगरे एते प्रकार दोष थिबा सत्वे मध्य जो दुईटी मूल्यवान गुण अछि साधु संग एवं नाम भगवान दिव्य नाम कीर्तन। साधु संगे कृष्ण नाम यही मात्र चाय संसार जनिते आर कोन वस्तु नाय। साधु संगरे कृष्ण नाम उच्चारण करवा होची आम जीवनर सफलता। आउ संसार को जय करिवार आउ कोनोसी उपाय नाही। एई विशेष कर साधु संग प्रसंग रे हम दुई तीन उदाहरण कथा कहबा जे साधु संग हेले जीवनर की प्रकार अभूतपूर्व परिवर्तन हुए। नारद मुनिकर कथा कहा जायछि जतेबेले मृगारी व्याध भागवत रे वर्णना दिया जायछि मृगारी व्याध जे कि जंगल रे पशु पक्षी मानक शिकार करिकी ता जीविका निर्वाह करतला। थरे नारद मुनि से जंगल भितर प्रवेश करछन्ति एवं जंगल भितर प्रवेश कला पर देखुछन्ति सब डरमला हेकी जीव गुडा पड़ी छटपट छटपट होउछन्ति। सेठु नारद मुनि मन रे दया आसिला कारण से होउछन्ति साधु से होउछन्ति महान व्यक्ति से होउछन्ति महाजन तेणु से देखिकी दया आसिला एवं से देखुछन्ति जो पशु पक्षी गुड़िक पड़िछन्ति दरमला हेकी छटपट होउछन्ति से देखिले किए याकु शिकार करछि तेणु देखिले दूर रे गोटे व्याध तार धनुरे तीर जोखिछि। नारद मुनि ता पाखु जाई पचारले कि रे बाबा तुमे एई जो पशु पक्षी मानक शिकार करछ ताको संपूर्ण भार मारि दउनो काई तुमे काई दरमला करी छटपट करी काई मारू कहले आज्ञा एई जो पक्षी पशु पक्षी गुड़िक दरमला हेकी पड़िछन्ति एमाने दरमला हेकी छटपट हेले मते देखिया ପାଇଁ ଭଲ ଲାଗୁଛି। देखो कि प्रकार व्यक्ति से ये व्याध केते कर्कश हृदय विशिष्ट व्यक्ति है ताकू दरमला छटपट हेले ताकू देखिया भल लागे एते माने जहा कहा जाए एते कर्कश हृदय व्यक्ति। सेठी नारद मुनि कहले तू जानी तुमे केते जीव मानक एभଳି भाबरे हत्या करनी कहले आज्ञा बहुत जीव मानक मारछि आ मु मारी की मो जीविका निर्वाह करछि ताकू बिक्री करछि बिक्री करी मो परिवार चलाउछि। कहले तुमे जानिछ या द्वारा केते तार प्रतिक्रिया भोग करिया पे पड़ियो कहले प्रतिक्रिया कथा कोन अरे मो तो परिवार चलाउछि मो जीविका निर्वाह करुछि मो परिवार पई एसु कार्य करुछि यार पुणी प्रतिक्रिया कोन ना प्रत्येक कर्मर किछि ना किछि प्रतिक्रिया अछि। तुमे जे कार्य करुछे होछि पाप कर्म कारण ये जो पशु पक्षी मानकर जेते लोम अछि तुमको सेते जन्म ये पशु पक्षी जीवन पाइबा पई पड़िबो आ सेमाने तुमको एई भଳି भाबरे शिकारी हे सेमाने तुमको मारिबे। तुमे भाबिबो जे मु अज्ञान मु जानि नाही आ अज्ञानताटा क्षमणीय सेटा भाबिबा संपूर्ण भाबरे भूल। इग्नोरेंस हैज नो एक्सक्यूज अज्ञानताटा केबेले क्षमणीय नुह। गोटे छोट पिला जानिनी नियाटा की वस्तु अग्निटा की वस्तु जानिनी अग्नि रे जदि छोट पिलाटे हाथ मार दो अग्नि कोन तो छाड़ दो अग्नि ताकू निश्चित भाबरे पड़िबो। ठीक सेही भଳି भाबरे आमे जानिनो पाप करूचे पाप केबे आमे ता पाप कर्मर प्रतिक्रिया हम मानको भोग करिया पे पड़े। तेणु ए प्रसंग रे मोटे कथा कहबी जे कहा जायछि जतेबेले गोटे राज्य जने राजा थिले एवं से राजांकर बहुत धन द्रव्य तो राजा पाखरे थाए मूल्यवान धन से मूल्यवान धन को केतेक चोर चोरी करी नहीं जाउथिले एवं से राज कर्मचारी माने तांको पछे पछे गोड़ेला पर से चोर माने जंगल भितर पशिगले देखिले गोटे साधुंकर आश्रम अछि से आश्रम भितर आउ किछि न पाई व्यवस्था से आश्रम भितर पशिगले निजर जो धन द्रव्य चोरी रखिले से साधुंक आश्रम में पकई दे चोर माने पळेले। तो चोर माने जब पळेले राज कर्मचारी माने पछरे गोड़ौथिले सेमाने चिंता कले कहले ई साधु बाबा जे अछंती एठी ये होचे मानकर सरदार तेणु एठी सेमाने धन द्रव्य रखि गले रात्रि एमाने सब बांटी की नहीं जिवे नहीं कि साधु को किछि सरदार को देबे आ निज माने तांकर भाग करी नहीं जिवे तेणु ये साधु होचन चोर मानकर सरदार याको बांधी की नहीं जिवे तेणु सेमाने आ किछि न बुझी की से साधु बाबा को ए धन द्रव्य नहीं की बांधी की नहीं पड़े। राजा मत संगे संगे किछि न बुझी कहले से साधु बाबा को संगे संगे विचारक पाखु नहीं जाओ विचारक जहां दंड देबे तांको दंड दिए आ विचारक मते किछि न बुझी कहले तांको गोटे कोन करा जिवो ना तांको मळ द्वार रे गोटे साबळ पुरा तांको मळ द्वार रे गोटे साबळ पुरे ता मुंड पटे बाहरी बसे साबळ ताले कोन अवश्य लोकर मरिबो ना बचिबो मरि जिवो से। तेणु ए प्रकार एक दंड 16 दंड दिया जाला सुली दंड तेणु मळ द्वार रे गोटे गुह्य द्वार रे गोटे साबळ पसिबो सेटा मुंड पटे बाहरी तेणु से ऋषिंकर किछिटा जोग शक्ति थिला से जोग शक्ति थिबा हेतु किछि समय बंचिले बहुत कष्ट पाइले किंतु तापर मृत्युवरण कला पर से जमराजा दरबार को जाइछन जमराज को दरबार को जाइए जमराज को पचारुचंती जे मु प्रकृत तो अन्याय नहीं मोर तो क्या मु चोरी करी नहीं मते किंतु अन्याय भाव में मते कहीं ए प्रकार दंड दिगला कहीं राजा मते ए प्रकार दंड देले मु कौन चोरी करी नहीं मु कौन पाप करी नहीं मते कहीं ए प्रकार दंड भोग करने पड़ला। से जमराज कहले सिना आपण पाप करी नाहंती
ସେ ସମୟରେ ପାପ କରିନାହାନ୍ତି, କିନ୍ତୁ ବାଲ୍ୟ କାଳରେ ଛୋଟ ପିଲା ଅବସ୍ଥାରେ ଆପଣ କଣ କରିଥିଲେ ନା ଝିଣ୍ଟିକା, ଝିଣ୍ଟିକା ମାନେ ସବୁ ଚାଲନ୍ତି ବର୍ଷା ଦିନରେ ହଉ ବା ଏଇ ସବୁ ଖରା ଦିନରେ ସବୁ ଝିଣ୍ଟିକା ମାନେ ଚାଲନ୍ତି। ଝିଣ୍ଟିକାର ମଳ ଦ୍ୱାର ବା ପଛପଟରେ ଆପଣ ଗୁହ ଦ୍ୱାରରେ କଣ୍ଟା ଗେଞ୍ଜି, ଛୋଟ ପିଲାମାନଙ୍କର ସବୁ କୌତୁକତା ରହିଛି। ସେମାନେ ଛୋଟ ପିଲାମାନେ ସବୁ କଣ୍ଟା, ସେଇ ଆପଣ ଛୋଟ ପିଲା ଯେତେବେଳେ ଥିଲେ ସେ କଣ୍ଟା ଗେଞ୍ଜିଥିବା ହେତୁ ବର୍ତ୍ତମାନ ଆପଣଙ୍କୁ ଏଇ ପ୍ରକାର ଦଣ୍ଡ ଭୋଗ କରିବାକୁ ହେବ। ହେଲେ ମୁଁ ଛୋଟ ପିଲା ବେଳେ କଣ ପାପ କରିଛି ସେଥିପାଇଁ ମତେ ଏଇ ସମୟରେ ଏଇ ପ୍ରକାର ଦଣ୍ଡ ଭୋଗ କରିବା ପାଇଁ ପଡିଲା? ହଁ, ଏଇଥିପାଇଁ ତ ଏଇ ଦଣ୍ଡ ଭୋଗ କରିବାକୁ ପଡିଲା। ସେଠୁ ସେ ମୁନି ଯେ ବହୁତ କ୍ରୁଦ୍ଧ ହେଇଗଲେ ଏବଂ କ୍ରୁଦ୍ଧ ହେଇକି ସାଙ୍ଗେ ସାଙ୍ଗେ ତାଙ୍କୁ ଅଭିଶାପ ଦେଲେ, ଯମରାଜଙ୍କୁ ଅଭିଶାପ ଦେଲେ, ଆପଣ ଏଇ ଯୋଉ ଅଳ୍ପ ଏଇ ଛୋଟ କାର୍ଯ୍ୟ ପାଇଁ ମତେ ଏ ପ୍ରକାର ଦଣ୍ଡ ଦେଲେ, ସେଥିପାଇଁ ମୁଁ ଆପଣଙ୍କୁ ଅଭିଶାପ ଦଉଛି, ଆପଣ ମର୍ତ୍ତ୍ୟ ମଣ୍ଡଳରେ ଗୋଟେ ଶୂଦ୍ର ପରିବାରରେ ଜନ୍ମଗ୍ରହଣ କରିବେ। ତେଣୁ ଯମରାଜଙ୍କର ପ୍ରତି ଅଭିଶାପଟା ସେଇଟା ଆଶୀର୍ବାଦରେ ପରିଣତ ହେଲା। ଯମରାଜ ବର୍ତ୍ତମାନ ଅପରାଧୀ ମାନଙ୍କୁ, ପାପୀ ମାନଙ୍କୁ ଦଣ୍ଡ ଦଉଥିଲେ, କିନ୍ତୁ ଯେତେବେଳେ ଶୂଦ୍ର ପରିବାରରେ ଜନ୍ମ ଗ୍ରହଣ କଲେ ମର୍ତ୍ତ୍ୟ ମଣ୍ଡଳରେ, ସେତେବେଳେ ଭକ୍ତ ମାନଙ୍କର ସେବା କରିବାର ସୁଯୋଗ ମିଳିଲା, ବିଶେଷ କରି ସ୍ୱୟଂ ଭଗବାନଙ୍କର ସେବା କରିବା ପାଇଁ ସୁଯୋଗ ମିଳିଲା। ସେ ବ୍ୟକ୍ତି କିଏ ହେଇଥିବେ? ବିଦୁର। ବିଦୁର, ଯିଏକି ପରବର୍ତ୍ତୀ ସମୟରେ ଏଇ ଯମରାଜ ଅଭିଶାପ ପ୍ରାପ୍ତ ହେଇକି ବିଦୁର ହେଇକି ଜନ୍ମଗ୍ରହଣ କଲେ, ପାଣ୍ଡବ ମାନଙ୍କୁ ସବୁବେଳେ ସାହାଯ୍ୟ କରିଛନ୍ତି କାକା ବିଦୁର, ଏବଂ ଭଗବାନ କୃଷ୍ଣଙ୍କୁ ମଧ୍ୟ ବିନା ନିମନ୍ତ୍ରଣରେ ଭଗବାନ କୃଷ୍ଣ ଯାଇକି ତାଙ୍କ ଘରେ ଶାଗ ଭଜା। ତେଣୁ ଅଭିଶାପଟା ଆଶୀର୍ବାଦରେ ପରିଣତ ହେଲା। ଠିକ ସେଇ ପ୍ରକାର କୁହାଯାଇଛି, ଅଜ୍ଞାନତାଟା କେବେ ହେଲେ କ୍ଷମଣୀୟନି। ତେଣୁ ସେଥିପାଇଁ ନାରଦ ମୁନି ସେଇ ମୃଗାରୀ ବାଧକୁ କହିଲେ, ତୁମେ ଜାଣିନାହ ଏଇଭଳି ଅପରାଧ କରୁଛ, ସେଥିପାଇଁ ତୁମକୁ ଦଣ୍ଡ ଭୋଗ କରିବା ପାଇଁ ପଡିବ। ସେଥିପାଇଁ ସେ କଥା ଶୁଣିକି ମୃଗାରୀ ବାଧ ବହୁତ ଭୟଭୀତ ହେଇଗଲା। ହେଲେ ମୁଁ ଯୋଉ ପାପ କରିଛି, ଏତେ ପାପ କରିଛି, ତାର କଣ ମୁକ୍ତି ପାଇବାର କିଛି ଉପାୟ ନାହିଁ? ତାର ପ୍ରାୟଶ୍ଚିତ ହବାର କଣ କିଛି ଉପାୟ ନାହିଁ? ଅଛି ଉପାୟ। ଉପାୟ ନାହିଁ କାହିଁକି? ଉପାୟ ଅଛି, କିନ୍ତୁ ତାହାକୁ ତୁମେ ପାଳନ କରିବାକୁ ପଡିବ। କଣ କୁହନ୍ତୁ? ନା ଆଜିଠାରୁ ତୁମକୁ ଏଇ ଶିକାର କାର୍ଯ୍ୟ ବନ୍ଦ କରିବା ପାଇଁ ପଡେ। ଆଉ ତୁମେ ଶିକାର କରିବ ନାହିଁ। ଆଚ୍ଛା ଆଜ୍ଞା, ଶିକାର ନ କଲେ ମୁଁ ଚଳିବ କେମିତି? ପରିବାର ଚଳିବ କେମିତି? ଅନ୍ନ ଚିନ୍ତା ଚମତ୍କାର, ମୋର ତ ହଉଛି ଖାଇବାଟା ପରିବାର ପାଇଁ ମୁଁ ତ ରୋଜଗାର ଯୋଗଉଛି, ମୋର ଜୀବିକା ନିର୍ବାହ କରୁଛି ସେଇଥିରେ, ଆଉ ମୁଁ ଯଦି ଶିକାର ବନ୍ଦ କରିଦେବି ମୁଁ ଚଳିବି କେମିତି? ତୁମର ଚଳିବାର ବ୍ୟବସ୍ଥା ଆମେ ଦାୟିତ୍ୱ ନବୁ, ତୁମ ଚଳିବାର ଦାୟିତ୍ୱ ଆମେ ନବୁ, ତୁମେ ସେ କଥା କିଛି ଚିନ୍ତା କର ନା। ଏଇ ଧନୁ ସ୍ୱରକୁ ଆଜିଠାରୁ ତୁମେ ଭାଙ୍ଗି ଦିଅ। ତାହେଲେ ଆପଣ ଯଦି ପରିବାର ଚଳେଇବାର ଦାୟିତ୍ୱ ନେବେ, ମୋର କଣ ଅଛି ଅସୁବିଧା? ତେଣୁ ସେ ମୃଗାରୀ ବ୍ୟାଧ ନାରଦ ମୁନି ଯାହା କହିଥିଲେ ସେ ଧନୁ ତୀରକୁ ଭାଙ୍ଗିଦେଲେ। ଭାଙ୍ଗିଦେଲା ପରେ ତାପରେ ତାକୁ ନାରଦ ମୁନି କହିଲେ ଯେ ଆଜିଠାରୁ ତୁମେ ଯୋଉ ସ୍ଥାନରେ ରହିଛ ସେ ସ୍ଥାନ ପରିତ୍ୟାଗ କର, ଜଙ୍ଗଲରେ ଆଉ ଗୋଟିଏ ସ୍ଥାନକୁ ଚାଲିଯାଅ, ସେଠି ଗୋଟିଏ କୁଡିଆଟିଏ କର, କୁଡିଆ କରିକି ସେଠି ତୁମର ପରିବାର, ସେଇ କୁଡିଆ ସମ୍ମୁଖରେ ଗୋଟେ ତୁଳସୀ ଚଉରାଟିଏ କର, ତୁଳସୀ ଚଉରା ପ୍ରଦକ୍ଷିଣ କର, ତୁଳସୀ ମୂଳରେ ଜଳ ଦିଅ, ଏବଂ ଘରେ ବସି କେବଳ ଭଗବାନଙ୍କର ନାମ କୀର୍ତ୍ତନ କର, ଆଉ କିଛି କରିବାର ଆବଶ୍ୟକତା ନାହିଁ। କେବଳ ଭଗବାନଙ୍କର ନାମ କୀର୍ତ୍ତନ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ହରେ ରାମ 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 ହରେ। ଆଉ କିଛି କରିବାର ଦରକାର ନାହିଁ। ଦେଖ ଭଗବାନ କେମିତି ଖାଦ୍ୟ ଯୋଗାଉଛନ୍ତି। ଏ ପ୍ରସଙ୍ଗରେ ଆଉ ଗୋଟିଏ ଛୋଟିଆ କଥା ଆସୁଛି ମନକୁ, ଚୈତନ୍ୟ ଚରିତାମୃତରେ ମଧ୍ୟ ସେ ପ୍ରସଙ୍ଗ ବର୍ଣ୍ଣନା କରାଯାଇଛି। ଶ୍ରୀବାସ ପଣ୍ଡିତ ଯିଏ ହଉଛନ୍ତି ଚୈତନ୍ୟ ମହାପ୍ରଭୁଙ୍କର ଅନ୍ତରଙ୍ଗ ପାର୍ଷଦ, ଶ୍ରୀବାସ ପଣ୍ଡିତ ହଉଛନ୍ତି ବ୍ରାହ୍ମଣ। ସିଏ ଚୈତନ୍ୟ ମହାପ୍ରଭୁଙ୍କୁ ନାମ ସଂକୀର୍ତ୍ତନ କରିବା ପାଇଁ ତାଙ୍କ ଘରଟାକୁ ଛାଡି ଦେଇଥିଲେ। ତାଙ୍କ ଘରେ ମହାପ୍ରଭୁ ସର୍ବଦା ନାମ ସଂକୀର୍ତ୍ତନ କରୁଥିଲେ। କିନ୍ତୁ ଯେତେବେଳେ ଚୈତନ୍ୟ ମହାପ୍ରଭୁ ସନ୍ନ୍ୟାସ ଗ୍ରହଣ କଲେ, ସେତେବେଳେ ଶ୍ରୀବାସ ପଣ୍ଡିତ ମନ ଦୁଃଖରେ ତାଙ୍କର ନିଜ ବାସସ୍ଥାନକୁ ଚାଲି ଆସିଲେ ଏବଂ ମନ ଦୁଃଖରେ ତାଙ୍କ ପରିବାର ସହିତ ସେ ରହିଥିଲେ। ଥରେ ଚୈତନ୍ୟ ମହାପ୍ରଭୁ ଜାଣିଲେ ଯେତେବେଳେ ଶ୍ରୀବାସ ପଣ୍ଡିତ ବହୁତ ଦୁଃଖରେ ଅଛନ୍ତି ସନ୍ନ୍ୟାସ ଗ୍ରହଣ କଲା ପରେ, ସେ ଆସିକି ଦିନେ ପହଞ୍ଚିଲେ, ଶ୍ରୀବାସ ପଣ୍ଡିତଙ୍କ ଘରେ ପହଞ୍ଚିଲେ। କହିଲେ ଶ୍ରୀବାସ, ତୁମେ କିଛି ବ୍ୟବସ୍ଥା କରୁନ କାହିଁକି? ତୁମେ କିଛି କାର୍ଯ୍ୟ ଚଳିବାର କିଛି ପନ୍ଥା, ମାନେ ତମ ଘର ଚଳିବାର ବ୍ୟବସ୍ଥା କିଛି କର, ତୁମେ କିଛି କାର୍ଯ୍ୟ ଫାର୍ଯ୍ୟ କୋଉଠି କାମ କର, କାମ କରି ତମ ପରିବାରକୁ ଚଳାଅ। ସେଠି ଶ୍ରୀବାସ ପଣ୍ଡିତ କଣ କଲେ ନା ତିନିଟା ତାଳି ମାର। ସେ ତାଳି ମାରିବାର ଅର୍ଥ ମହାପ୍ରଭୁ କିଛି ବୁଝିପାରିଲେନି। ମହାପ୍ରଭୁ କହିଲେ କାହିଁକି ତାଳି ତୁମେ ତିନିଟି ମାରିଲ? କଣ ସେ ତାଳି ମାରିବାର ଉଦ୍ଦେଶ୍ୟ କଣ? ନା ମୁଁ ପ୍ରଥମ ତାଳିଟି ମାରିଲି ଏଥିପାଇଁ ଯେ ମୁଁ ପ୍ରଭୁଙ୍କ ଉପରେ ସବୁବେଳେ ନିର୍ଭର କରିଛି। ମୁଁ ସବୁବେଳେ ଭଗବାନଙ୍କର ଶରଣାଗତ ଅଛି। ସବୁଦିନେ ପ୍ରତ୍ୟେକ ଦିନ ବା ଗୋଟିଏ ଦିନ ମୁଁ ମୋର ପରିବାର ସହ ଭଗବାନଙ୍କର ଦିବ୍ୟ ନାମ କୀର୍ତ୍ତନ କରିବି। ଭଗବାନ ମତେ ଖାଇବାର ବ୍ୟବସ୍ଥା କରୁଛନ୍ତି କି ନାହିଁ ମୁଁ ଅପେକ୍ଷା କରିବି। ଯଦି ସେଇ ଦିନଟା ସେ ମତେ ଖାଇବାକୁ ନଦେଲେ, ଦ୍ୱିତୀୟ ଦିନ ମଧ୍ୟ ସେଇଭଳି ଭାବରେ ମୁଁ ଅପେକ୍ଷା କରିବି। ଦ୍ୱିତୀୟ ଦିନ ଭଗବାନଙ୍କ ନାମ କୀର୍ତ୍ତନ କରି ଅପେକ୍ଷା କରିବି। ଦ୍ୱିତୀୟ ଦିନ ମତେ ସେ ଖାଇବାକୁ ନଦେଲେ, ତୃତୀୟ ଦିନ ମଧ୍ୟ ସେଇଭଳି ଅପେକ୍ଷା କରିବି ଭଗବାନଙ୍କ ନାମ କୀର୍ତ୍ତନ କରିକି। ତୃତୀୟ ଦିନ ମଧ୍ୟ ଯଦି ଖାଇବାକୁ ନଦେଲେ, ଚତୁର୍ଥ ଦିନ ଆମ ପରିବାର ସହିତ ଯାଇକି ଗଙ୍ଗା ନଦୀରେ ଝାସ ଦେଇଦେବି। ମହାପ୍ରଭୁ ଶୁଣିକି ତଟସ୍ଥ ହେଇଗଲେ, କହିଲେ ଆରେ ତୁମେ ମହାପ୍ରଭୁ
ଭଗବାନଙ୍କ ପ୍ରତି ଏତେ ଦୃଢ ବିଶ୍ୱାସ, ମୋର ଏତେ ଦୃଢ ବିଶ୍ୱାସ ନାହିଁ, ତୁମର ଏତେ ଦୃଢ ବିଶ୍ୱାସ, ଏହା କହି ଶ୍ରୀବାସଙ୍କୁ ସେ ଆଲିଙ୍ଗନ କଲେ। ତେଣୁ ସେଥିର ପାଇଁ କଥା କୁହାଯାଇଛି, ଆମର ଭଗବାନଙ୍କ ନାମ ଉପରେ ସେଭଳି ବିଶ୍ୱାସ ଅଛି କି ନାରଦ ମୁନି ମୃଗାରୀ ଗାଧକୁ କହିଲେ, ସେ ସେଇଟାକୁ ଗ୍ରହଣ କଲା ଏବଂ ସମସ୍ତ କାର୍ଯ୍ୟ ତ୍ୟାଗ କରି ତାର ପରିବାର ସହିତ ଗୋଟିଏ ନିକାଞ୍ଚନ ସ୍ଥାନକୁ ଯାଇକି ଭଗବାନଙ୍କର ଦିବ୍ୟ ନାମ ସଂକୀର୍ତ୍ତନ କଲା। ତେଣୁ ଦିବ୍ୟ ନାମ ସଂକୀର୍ତ୍ତନ କରିବା ଆରମ୍ଭ କଲା ଏବଂ ସମସ୍ତେ ଆଶ୍ଚର୍ଯ୍ୟ ହେଲେ। ପାଖାପାଖି ଯୋଉ ଅଞ୍ଚଳର ଲୋକମାନେ ଥିଲେ ସେମାନେ ମଧ୍ୟ ଦେଖିକି ଆଶ୍ଚର୍ଯ୍ୟ ହେଲେ, କହିଲେ ଗୋଟେ ବ୍ୟାଧଟା ଯେ ପ୍ରତ୍ୟେକ ଦିନ ଶିକାର କରୁଥିଲା, ତା ଜୀବିକା ନିର୍ବାହ କରୁଥିଲା, ହଠାତ୍ ତାର ଏଭଳି ପରିବର୍ତ୍ତନ ହେଲା। ତେଣୁ ସମସ୍ତେ ତାକୁ ଦେଖିବାକୁ ଆସିଲେ, କିଏ ତା ଗୁଣି କରିଛି, କିଏ ତା ଭିତରେ ଭୂତ ପଶିଛି ନା କଣ ହେଇଛି, ତାକୁ ଦେଖିବା ପାଇଁ ସମସ୍ତେ ଆସିଲା। ଦେଖିବା ପାଇଁ ଯୋଉମାନେ ଆସୁଛନ୍ତି ସେମାନେ ଖାଲି ହାତରେ କିଏ ଆସୁନାହାନ୍ତି, କିଏ ଚାଉଳ, କିଏ ଡାଲି, କିଏ ଫଳ, କିଏ ମୂଳ ଇତ୍ୟାଦି ସବୁ ଆସି ଘରେ ତାର ଜମା କରେ। ଘର ତାର ଭର୍ତ୍ତି ହେଇଗଲା, ଯୋଉ ଘରଟି ସେ ଭର୍ତ୍ତିଲା ସେ ଘର ସମ୍ପୂର୍ଣ୍ଣ ଭର୍ତ୍ତି ହେଇଗଲା, ଚାଉଳ ଡାଲି ପନିପରିବା ଇତ୍ୟାଦି ଭର୍ତ୍ତି ହେଇଗଲା, ଆଉ କିଛି ତାର ଅଭାବ ହେଲା। ଏହି ପ୍ରକାର ଭାବରେ କିଛି ଦିନ ଗଲା ପରେ ନାରଦ ମୁନି ତାଙ୍କର ସାଙ୍ଗ ବନ୍ଧୁ ପର୍ବତ ମୁନିକି ନେଇକି ଆସୁଛନ୍ତି। ପର୍ବତ ମୁନି ନାରଦ ମୁନି ନେଇକି ଯେତେବେଳେ ଆସୁଛନ୍ତି, ସେଇ ମୃଗାରୀ ବ୍ୟାଧର କୁଟୀର ସମ୍ମୁଖରେ ସେ ଯାଉଛନ୍ତି। ସେ ନାରଦ ମୁନି ଚିନ୍ତା କଲେ, କହିଲେ ଆରେ ସେ ବ୍ୟାଧଟା କଣ ହେଇଛି ତାର ଦେଖିବା ଟିକେ। ତେଣୁ ନାରଦ ମୁନି ଟିକେ ଯଦି ଚାହିଁଦେଲେ ତା ଆଡକୁ, ବସିଛି ସେ ମୃଗାରୀ ତାଙ୍କ ଘର ପିଣ୍ଡାରେ ବସିଛି, ପିଣ୍ଡାରେ ବସିକି ନାମ ଉଚ୍ଚାରଣ କରୁଛି। ସେଠୁ ସାଙ୍ଗେ ସାଙ୍ଗେ ଦେଖିଲା, ମୃଗାରୀ ବ୍ୟାଧ ଦେଖିକି ସାଙ୍ଗେ ସାଙ୍ଗେ ନାରଦ ମୁନି ପାଖକୁ ଆସିଲା, ଆସିକି ପ୍ରଣାମ କରିବାକୁ ଚାହୁଁଛି, କାହିଁକି ନା ତା ନାରଦ ମୁନିଙ୍କ ପାଇଁ ଆଜି ତାର ଏଭଳି ପରିବର୍ତ୍ତନ ହେଇଛି। ତେଣୁ ସେ ତାଙ୍କୁ ପ୍ରଣାମ କରିବାକୁ ଚାହୁଁଛି, କିନ୍ତୁ ପ୍ରଣାମ କରୁନାହିଁ, ପ୍ରଣାମ କରିପାରୁନାହିଁ। ମୁଣ୍ଡ ତଳକୁ ନଉଛି, ପୁଣି ଉପରକୁ ଉଠେଇ ଦଉଛି, ମୁଣ୍ଡ ତଳକୁ ନଉଛି, ପୁଣି ଉପରକୁ ଉଠେଇ ଦଉଛି। ତାପରେ ନାରଦ ମୁନି ଏଭଳି ଇତସ୍ତତ ଭାବରେ ଦେଖିତେ ପଚାରିଲେ, କହିଲେ କଣ ହେଇଛି ତୋର, ଏମିତି କାହିଁ ହଉଛି? ନା ଆଜ୍ଞା, ମୁଁ ଚାହୁଁଛି ଆପଣଙ୍କୁ ପ୍ରଣାମ କରିବା ପାଇଁ, ମୋର ଗୁରୁଦେବ ଆପଣ, ଆପଣଙ୍କ ପାଇଁ ମୋ ଜୀବନ ଆଜି ପରିବର୍ତ୍ତନ ହେଇଛି, କିନ୍ତୁ ମୁଁ ପ୍ରଣାମ କରିପାରୁନି ଏଥିପାଇଁ, ମୁଁ ଯୋଉଠି ପ୍ରଣାମ କରିବି ସବୁ ପିମ୍ପୁଡି ମାନେ ସବୁ ଧାର ଲାଗିଛନ୍ତି। ତେଣୁ ଯଦି ମୁଁ ପ୍ରଣାମ କরি ତାହେଲେ ପିମ୍ପୁଡି ଟିକେ ମରିଯିବେ, ସେ ପିମ୍ପୁଡିର ମୃତ୍ୟୁର ମୁଁ କାରଣ କାହିଁକି ହେବି ଆଜ୍ଞା? ଦେଖନ୍ତୁ କିଭଳି ଭାବରେ ପରିବର୍ତ୍ତନ। ଯେ ପଶୁ ପକ୍ଷୀ ମାନଙ୍କୁ ଦରମଲା କରିକି ମାରିକି ସେ ଆନନ୍ଦ ପାଉଥିଲା, ଯେ ଗୋଟିଏ ବର୍ତ୍ତମାନ ପିମ୍ପୁଡିଟିଏ ମାରିବା ପାଇଁ ମଧ୍ୟ ସେ ପଶ୍ଚାତପଦ ହଉଛି। ଇଏ ହଉଛି ସାଧୁ ସଙ୍ଗର ଫଳ, ଇଏ ହଉଛି ସାଧୁ ସଙ୍ଗର ଫଳ। ସାধু সঙ্গ সর্বশাস্ত্রে কয়, লবে মাত্র সাধু সঙ্গ সর্বসিদ্ধি হয়। ক্ষণ মাত্র সজ্জন সঙ্গতিরে একা ভবতী ভবার্ণবে ତରଣୀ ନୌ। ସେଠୁ ନାରଦ ମୁନି ପଚାରିଲେ, କହିଲେ ଆରେ ତୋର ଖାଇବାର କିଛି ଅଭାବ ହଉଛି, ତୋର ଖାଇବାର ଆଉ କିଛି ବ୍ୟବସ୍ଥା କରିବେ? କହିଲେ ଆଜ୍ଞା ଆଉ ଖାଦ୍ୟ ପଠାନ୍ତୁ ନାହିଁ, ବହୁତ ଖାଦ୍ୟ ମୋର ଘରେ ଭର୍ତ୍ତି ହେଇଗଲାଣି। ତେଣୁ ଏଇ ପ୍ରକାର ଭାବରେ ମୃଗାରୀ ବ୍ୟାଧର ପରିବର୍ତ୍ତନ ହେଇଗଲା। ସେମିତି ଜଗାଇ ମାଧାଇଙ୍କର କଥା ମଧ୍ୟ କୁହାଯାଇଛି। ଜଗାଇ ମାଧାଇ ବ୍ରାହ୍ମଣ ପରିବାରରେ ଜନ୍ମ ହୋଇଥିଲେ, ତାଙ୍କର ନାମ ଥିଲା ଜଗନ୍ନାଥ ଆଉ ମାଧବ। ନାମଟା ଅପଭ୍ରଂଶ ହେଇକି ଜଗାଇ ମାଧାଇ ହେଇଗଲା। ଆଉ ସେମାନେ ରାସ୍ତାରେ ଚାଲିଗଲା ବେଳେ କେହି ଲୋକମାନେ, ସାଧାରଣ ଲୋକ ରାସ୍ତାରେ ଯାଇପାରୁନଥିଲେ, ଏତେ ଭୟ। କାରଣ ସେମାନେ ଯୋଉ ମଦ୍ୟପ ଥିଲେ, ଆଉ ଗୁଣ୍ଡା ଥିଲେ, ଆଉ ଯାହା କୁହାଯାଏ ଚୋରି କରୁଥିଲେ, ଡକାୟତି କରୁଥିଲେ, ଲୋକମାନଙ୍କୁ ମାରିକି ମର୍ଡର କରିକି ଗଙ୍ଗା ନଦୀ ପକେଇ ଦଉଥିଲେ, ଏତେ ଦୁର୍ଦ୍ଦାନ୍ତ ସେମାନେ ଥିଲେ। କିନ୍ତୁ ନିତ୍ୟାନନ୍ଦ ପ୍ରଭୁ ଏବଂ ହରିଦାସ ଠାକୁରଙ୍କର ସଙ୍ଗ ଲାଭ କରିବା ଫଳରେ ତାଙ୍କ ଜୀବନ ମଧ୍ୟ ଅଦ୍ଭୁତ ଭାବରେ ପରିବର୍ତ୍ତନ ହେଇଗଲା। ଆଗରୁ ସେମାନେ ଜଗାଇ ମାଧାଇଙ୍କୁ ଦେଖିଲେ ଲୋକମାନେ ଗଙ୍ଗା ନଦୀରେ ସ୍ନାନ କରିକି ପାପକୁ ପବିତ୍ର କରୁଥିଲେ, କାରଣ ପାପୀ ଗୁଡାକ ସେମାନେ। ତେଣୁ ସେମାନଙ୍କୁ ଦର୍ଶନ କଲା, ସେମାନଙ୍କୁ ଦେଖିଲା ପରେ ଗଙ୍ଗା ନଦୀରେ ସ୍ନାନ କରିକି ତାଙ୍କ ପାପକୁ ଧଉଥିଲେ। କିନ୍ତୁ ପର ମୁହୂର୍ତ୍ତରେ ଯେତେବେଳେ ଚୈତନ୍ୟ ମହାପ୍ରଭୁ ନିତ୍ୟାନନ୍ଦ ପ୍ରଭୁଙ୍କର ସଙ୍ଗଲାଭ କରିବା ଫଳରେ ଜଗାଇ ମାଧାଇଙ୍କର ଯୋଉ ପରିବର୍ତ୍ତନ ହେଇଗଲା, ଜଗାଇ ମାଧାଇଙ୍କୁ ଦର୍ଶନ କଲେ ଆଉ ଗଙ୍ଗା ନଦୀରେ ସ୍ନାନ କରିବାର ଆବଶ୍ୟକତା ନଥିଲା। ତେଣୁ ଜଗାଇ ମାଧାଇଙ୍କର ଦର୍ଶନ ମାନେ ଗଙ୍ଗା ନଦୀରେ ସ୍ନାନ କରିବାର ଫଳ ସେମାନେ ପ୍ରାପ୍ତ ହୋଇଯାଉଥିଲେ। ଇଏ ହଉଛି ସାଧୁ ସଙ୍ଗର ଫଳ। ପ୍ରଭୁପାଦ ମହାରାଜ ତାଙ୍କର ଡାଏରୀରେ ମଧ୍ୟ ଲେଖିଛନ୍ତି, କହିଲେ ମୁଁ ଯଦି ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁରଙ୍କର ସଙ୍ଗ ଲାଭ ମୁଁ ନ କରିଥାନ୍ତି, ଯଦି ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁରଙ୍କର ସଙ୍ଗ ମୁଁ ପାଇନଥାନ୍ତି, ତାହେଲେ ମୁଁ ଗୋଟିଏ ହେଇଥାନ୍ତି ସ୍ୱାଧୀନତା ସଂଗ୍ରାମୀ ହେଇଥାନ୍ତି, ନହେଲେ ଗୋଟେ ଜଣ ବ୍ୟବସାୟ ହେଇଥାନ୍ତି। କିନ୍ତୁ ମୋ ଗୁରୁଦେବଙ୍କର ସଙ୍ଗ ଲାଭ କରିବା ଫଳରେ ଆଜି ଯୋଉ ପୃଥିବୀ ମଧ୍ୟରେ କୃଷ୍ଣ ଚେତନା ମୁଁ ପ୍ରଚାର କରିଛି, କେବଳ ସେଇ ମୋ ଗୁରୁଦେବଙ୍କର କୃପା। ଏଇ ହଉଛି ସାଧୁ ସଙ୍ଗର ଫଳ। ଆମର ଜୀବନ କାହାଣୀ ମଧ୍ୟ ସେଇଭଳି। ଆମ ଜୀବନ କାହାଣୀ କଣ ଆମର ଥିଲା, କିନ୍ତୁ ଆମର ପୂଜ୍ୟ ଗୁରୁଦେବ ଶ୍ରୀ ଶ୍ରୀମଦ୍ ଗୌର ଗୋବିନ୍ଦ ସ୍ୱାମୀ ମହାରାଜଙ୍କ ସହିତ ସଙ୍ଗଲାଭ କରିବା ଫଳରେ ଆମ ଜୀବନର ପରିବର୍ତ୍ତନ କଣ ହେଇଛି ଆପଣ ମାନେ ଜାଣିବେ, ଯାହା କରିବେ। କି ଆମେ ତ ଭାବୁଛୁ ପ୍ରକୃତ ପକ୍ଷେ ଯାହା ବି ଆମର ହେଇଛି ସେ କେବଳ ଗୁରୁ ସାଧୁଙ୍କର କୃପା ହେତୁ ହେଇଛି, ସମ୍ଭବ ହେଇଛି। ଇଏ ହଉଛି ସାଧୁ ସଙ୍ଗର ଫଳ। ତେଣୁ ବିଶେଷ କରି କଳି ଯୁଗରେ ଏଇ ସାଧୁ ସଙ୍ଗର ମହତ୍ଵକୁ ଅଧିକ ପ୍ରତିପାଦନ କରାଯାଇଛି। କିନ୍ତୁ ସମସ୍ତଙ୍କୁ ସାଧୁ ଭାବିବା ମଧ୍ୟ ଆମର ଭୁଲ। ପୋଷାକ ଦେଖିକି ସାଧୁ ଚିହ୍ନା ଯାଏ ନା। ଗୁରୁଦେବ ଆମର କହନ୍ତି, ତୁମେ ବାହାରୁ ଦେଖିକି ଆଖିରେ ତୁମେ ସାଧୁଙ୍କୁ ଚିହ୍ନି ପାରିବ ନାହିଁ, କାନରେ କାନରେ ସାଧୁଙ୍କୁ ଚିହ୍ନିବ। ସାଧୁ କଣ କହୁଛନ୍ତି ଆଉ ଜୀବନରେ ଆଚରଣ କଣ କରୁଛନ୍ତି,
ଏଇଥିରେ ତୁମେ ସାଧୁଙ୍କୁ ଚିହ୍ନିବ। ଶ୍ରୋତବ୍ୟ ବା କୁହାଯାଇଛି ଶ୍ରୁତେକ୍ଷିତ ପଥ। ତୁମେ ଆଖିରେ ଦେଖି ଜାଣିପାରିବନି, ଶୁଣିକି, ଶ୍ରୁତେକ୍ଷିତ ମାନେ କାନରେ ଶୁଣିବ କଣ ସେ ଜୀବନରେ ଆଚରଣ କରୁଛନ୍ତି। ଯେମିତି ସନାତନ ଗୋସ୍ୱାମୀ ହରିଦାସ ଠାକୁରଙ୍କୁ କହିଥିଲେ, କେହ ବା ଆଚାର করে না করে প্রচার, কেহ বা প্রচার করে না করে আচার, নামের আচার প্রচার করহ তুমি দুই କାର୍ଯ୍ୟ, তুমি ଜଗତର ଗୁରୁ তুমি ଜଗତର ଆର୍ଯ୍ୟ। କିଏ ଜୀବନରେ ଆଚରଣ କରୁଛନ୍ତି, ପ୍ରଚାର କରୁନାହାନ୍ତି। କିଏ ପ୍ରଚାର କରୁଛନ୍ତି କିନ୍ତୁ ଜୀବନରେ ଆଚରଣ କରୁନାହାନ୍ତି। କିନ୍ତୁ ଆଚରଣ ଏବଂ ପ୍ରଚାର ଏଇ ଦୁଇଟି କାର୍ଯ୍ୟ, ଉଚ୍ଚାରଣ ଏବଂ ଆଚରଣ, ଆପଣ ଏଇ ଦୁଇଟି କାର୍ଯ୍ୟ ଏକା ସାଙ୍ଗରେ କରୁଥିବା ହେତୁ ଆପଣ ହଉଛନ୍ତି ଗୁରୁ, ଆପଣ ହଉଛନ୍ତି ଆଚାର୍ଯ୍ୟ। ତେଣୁ ସେଥିପାଇଁ କୁହାଯାଇଛି, ବିଶେଷ କରି ସାଧୁମାନେ ପ୍ରକୃତ ପକ୍ଷେ ଯଦି ଏ ଜଗତକୁ ଆସିନଥାନ୍ତେ ତାହେଲେ ଏଇ ବଦ୍ଧଜୀବ ମାନଙ୍କର ଉଦ୍ଧାରର ପନ୍ଥା କିଛି ନଥାନ୍ତା। ସେଥିପାଇଁ କୁହାଯାଇଛି ଏଇ ପ୍ରସଙ୍ଗ, ଦୁର୍ଲଭ ମାନସମ ଜନ୍ମ ଦେହିନାଂ କ୍ଷଣଭଙ୍ଗୁର, ତତ୍ରାପି ଦୁର୍ଲଭ ମନ୍ନେ ବୈକୁଣ୍ଠ ପ୍ରିୟ ଦର୍ଶନ। ତେଣୁ ଜୀବନ ପାଇବା, ମାନବ ଜୀବନ ପାଇବା ହଉଛି ଦୁର୍ଲଭ, ତାପରେ କ୍ଷଣଭଙ୍ଗୁର ବୋଲି କୁହାଗଲା, ଇଏ ହଉଛି ଅନିତ୍ୟ। ଆଉ ବିଶେଷ କରି ଭଗବାନଙ୍କର କୃପା, ଏ ସାଧୁମାନେ ସେଥିପାଇଁ ଏ ଜଗତକୁ ଆସୁଛନ୍ତି। ସାଧୁମାନେ ଭଗବାନଙ୍କର କୃପାର ବାଣୀ ବା ଭଗବାନଙ୍କର କଥାକୁ କହିବା ପାଇଁ ସେମାନେ ଆସୁଛନ୍ତି। ଇଏ ହଉଛି ଭଗବାନଙ୍କର କୃପାର ମୂର୍ତ୍ତିମନ୍ତ ପ୍ରତୀକ। ଆମେ ଭଗବାନଙ୍କୁ ଦର୍ଶନ କରିବା ପାଇଁ ଆମ ଆଖିର ସେ ପ୍ରକାର ଦୃଷ୍ଟି ଶକ୍ତି ନାହିଁ, କିନ୍ତୁ ଭଗବାନ କୃପା କରିକି ସାଧୁ ଭକ୍ତ ମାନଙ୍କୁ ଏ ଜଗତକୁ ପ୍ରେରଣ କରୁଛନ୍ତି। ତାଙ୍କର କୃପା ଲାଭ କଲେ ଆମ ଜୀବନର ପରିବର୍ତ୍ତନ ହବ। କେବଳ ସାଧୁଙ୍କର ନୁହେଁ, ଶାସ୍ତ୍ର କଥା କୁହାଯାଇଛି, ସାଧୁ ଶାସ୍ତ୍ର ଆତ୍ମା ରୂପେ ଆପଣାକେ ଜାନା, କୃଷ୍ଣ ମୋର ପ୍ରଭୁ ତ୍ରାତା ଜୀବେର ହଏ ଜ୍ଞାନ। ଭଗବାନ ନିଜେ ଆସୁଛନ୍ତି ପ୍ରତ୍ୟେକ ଯୁଗରେ, ସାଧୁମାନଙ୍କ ଉପରେ ପ୍ରେରଣା କରୁଛନ୍ତି, ଶାସ୍ତ୍ର ରୂପରେ କଥା କହୁଛନ୍ତି, ତା ସହିତ ପରମାତ୍ମା ରୂପରେ ଭଗବାନ ଅଛନ୍ତି। ଏ ହଉଛି ଭଗବାନ ଆମ ପ୍ରତି କୃପା। ସେଥିପାଇଁ ଭଗବତ ଗୀତାର 5ମ ଅଧ୍ୟାୟ 29 ଶ୍ଲୋକରେ ଭଗବାନ କହିଲେ, ଭକ୍ତାରଂ ଯଜ୍ଞ ତପସା ସର୍ବଲୋକଂ ମହେଶ୍ୱରಂ ସୁହୃଦଂ ସର୍ବଭୂତାନାଂ ଜ୍ଞାତ୍ୱା ମାଂ ଶାନ୍ତି ମୃଚ୍ଛତି। ମୁଁ ହଉଛି ଏକମାତ୍ର ସମସ୍ତ ଯଜ୍ଞ କର୍ମର ଫଳର ଉପଭୋଗକାରୀ, ମୁଁ ହଉଛି ପରମେଶ୍ୱର ନିୟନ୍ତ୍ରଣକାରୀ, ଆଉ ମୁଁ ହଉଛି ସମସ୍ତଙ୍କର ମଙ୍ଗଳାକାଂକ୍ଷୀ ବନ୍ଧୁ। ବନ୍ଧୁ ହଉଛି ଏଇ ଅର୍ଥରେ ଆମେ ବୁଝିବା, ଭଗବାନ ଆମ ମାନଙ୍କ ପାଇଁ କେତେ କୃପା କରୁଛନ୍ତି। ନିଜେ ଆସୁଛନ୍ତି, ସାଧୁମାନଙ୍କୁ ପ୍ରେରଣ କରୁଛନ୍ତି, ଶାସ୍ତ୍ରରେ କଥା କୁହାଉଛନ୍ତି, ତା ସହିତ ଆମର ପରମାତ୍ମା ରୂପରେ ହୃଦୟ ମଧ୍ୟରେ ଅଛନ୍ତି। ଇଏ ହଉଛି ଭଗବାନଙ୍କ ଆମ ପ୍ରତି କୃପା। ସେ କୃପାକୁ ଆମେ ମାନେ ଗ୍ରହଣ କରିବା। ଯଦି ଆମେ ସେ କୃପାକୁ ଗ୍ରହଣ ନ କରିବା ତାହେଲେ କଣ କରାଯିବ? ହତଭାଗା ବୋଲି କୁହାଯିବ। ମହାପ୍ରଭୁ କହିଲେ, ମୁଁ ନାମରେ ସମସ୍ତ ଶକ୍ତି ଭରି ଦେଇଛି, ନାମ ନାମକାରୀ ବହୁଧା ନିଜ ସର୍ବ ଶକ୍ତି, ସ୍ତତ୍ରାର୍ପିତ ନିୟମିତ ସ୍ମରଣେନ କାଳ, ଏତାଦୃଶୀ ତବ କୃପା ଭଗବାନ ମମାପି ଦୁର୍ଦୈବ ଇଦୃଶିମ୍ୟଃ ଜନିନାନୁରାଗ। ସାଧୁ ସଙ୍ଗରେ ନାମ ଉଚ୍ଚାରଣ କରିବା ପାଇଁ କଳିଯୁଗରେ ଆମକୁ ସୁଯୋଗ ଦିଆଗଲା, କିନ୍ତୁ ଆମେ ଯଦି ସୁଯୋଗଟାକୁ ହାତଛଡା କରିବା ତାହେଲେ ପ୍ରକୃତ ପକ୍ଷେ ଆମକୁ କଣ କୁହାଯିବ? ସୂର୍ଯ୍ୟ ସମସ୍ତଙ୍କୁ କିରଣ ଦଉଛନ୍ତି, ଯଦି ଆମେ ଘର କବାଟ ଖେଳିକି ଅନ୍ଧାର କରିକି ବସିବା, ସୂର୍ଯ୍ୟ କେମିତି ଆସିବେ? କବାଟକୁ ଖୋଲିବା ପାଇଁ ପଡିବ, ଝରକା ଖୋଲିବା ପାଇଁ ପଡିବ, ବାହାରକୁ ଆସିବା ପାଇଁ ପଡିବ। ବାହାରକୁ ଆସିଲେ ହିଁ ସୂର୍ଯ୍ୟ କିରଣ ପ୍ରାପ୍ତ ହବ। ଯାହା କୁହାଯାଇଛି, ଅରସଜ୍ଞ କାକ ଚୋଷେ ଜ୍ଞାନ ନିମ୍ର ଫଳ, ରସଜ୍ଞ କୋକିଳ ଖାଏ ପ୍ରେମାମ୍ର ମୁକୁଳ। ଦେଖିଆ ନା ଦେଖେ ଯେନ ଅଭକ୍ତର ଜନ, ଉଲ୍ଲୁକ ନା ଦେଖେ ଯେନ ସୂର୍ଯ୍ୟର କିରଣ। ଅଭକ୍ତ ଜାଣିପାରୁନି ଭଗବାନଙ୍କର ଲୀଳା କିଭଳି ହଉଛି, ଭଗବାନ କୃପା କିଭଳି ବା ପ୍ରଦର୍ଶନ କରୁଛନ୍ତି, ଅଭକ୍ତ ଜଣେ ଜାଣିପାରୁନାହିଁ। ସେ ତ ନିଜକୁ ଭଗବାନ ବୋଲି ଭାବୁଛି, ହିରଣ୍ୟକଶିପୁ ସେ ନିଜକୁ ଭଗବାନ ବୋଲି ଭାବୁଛି, ସେ କେମିତି ଭଗବାନ କୃପା ଜାଣିବ? କିନ୍ତୁ ଯେମିତି ଉଲ୍ଲୁକ ବା ପେଚାର ଉଦାହରଣ ଦିଆଯାଇଛି, ଦିନ ବେଳା ସମସ୍ତେ ଦେଖୁଛନ୍ତି, କିନ୍ତୁ ପେଚା ଦିନରେ ଦେଖାଯାଉଛି ପେଚକୁ, ପେଚା ହଉଛି ଅନ୍ଧ। ଠିକ ସେଇଭଳି ଭାବ ଭକ୍ତ ଯିଏ ଭଗବାନଙ୍କୁ ସର୍ବତ୍ର ଦର୍ଶନ କରୁଛି ସିଏ ଜାଣିପାରୁଛି, କିନ୍ତୁ ଯେ ଅଭକ୍ତ ସିଏ ପେଚା ସଦୃଶ, ସିଏ ଦେଖିପାରୁନି, ଜାଣିପାରୁନି। ତା ମାନେ କଣ ଯେ ଭଗବାନଙ୍କୁ ଆମେ ବିଶ୍ୱାସ କରିବାନି? ଚାରିଜଣ ଅନ୍ଧ ଗୋଟେ ହାତୀକୁ ଜାଣିବା ପାଇଁ ଗଲେ, କଣ ହାତୀଟା କି ବସ୍ତୁ? ଗୋଟିଏ ଅନ୍ଧ ଗଲା, ତାର ଲାଙ୍ଗୁଡ ଘାତ ମାରିଲା, ଲାଙ୍ଗୁଡ ଘାତ ମାରି କହିଲା, ଆଜ୍ଞା ହାତୀଟା ହଉଛି ଗୋଟେ ଦୌଡି ଭଳିଆ। ଆଉ ଗୋଟେ ଗଲା ଅନ୍ଧ, ତାର ପାଦକୁ ହାତ ମାରି କହିଲା, ନା ନା ଦୌଡି ଭଳିଆ ନୁହେଁ, ହାତୀଟା ଗୋଟେ ହଉଛି ସ୍ତମ୍ଭ ଭଳିଆ। ଆଉ ଜଣେ ଗଲା ଅନ୍ଧ, ତା ପେଟକୁ ହାତ ମାରିଲେ, ପେଟକୁ ହାତ ମାରି କହିଲା, ନା ହାତୀଟା ସ୍ତମ୍ଭ ଭଳି ନୁହେଁ କି ଦୌଡି ଭଳି ନୁହେଁ, ହାତୀ ଗୋଟେ କାନ୍ଥ ଭଳିଆ। ଆଉ ଗୋଟିଏ ଅନ୍ଧ ଗଲା, ହାତୀର କାନ, ହାତୀର କାନକୁ ହାତ ମାରି କହିଲା, ନା ହାତୀ କାନ୍ଥ ଭଳି ନୁହେଁ, ହାତୀ ସ୍ତମ୍ଭ ଭଳି ନୁହେଁ, ହାତୀ ଦୌଡି ଭଳି ନୁହେଁ, ହାତୀ ଗୋଟେ କୁଲା ଭଳିଆ। ତାହେଲେ କଣ ହାତୀ ଗୋଟେ କୁଲା, ନା ହାତୀ ଗୋଟେ କାନ୍ଥ, ନା ହାତୀ ଗୋଟେ ସ୍ତମ୍ଭ, ନା ହାତୀ ଗୋଟେ ଲାଙ୍ଗୁଡ, ନା ହାତୀ ଗୋଟେ ଦୌଡି? ଯାହାର ଆଖି ଅଛି ସେ ଦେଖୁଛି ହାତୀଟା ଗୋଟେ ବିରାଟ ଜୀବ, ଯାହାର ପେଟଟା ହଉଛି କାନ୍ଥ ଭଳି, ତାର ପାଦଟା ହଉଛି ସ୍ତମ୍ଭ ଭଳି, ତାର କାନଟା ହଉଛି କୁଲା ଭଳି, ଏବଂ ତାର ଲାଙ୍ଗୁଡଟା ହଉଛି ଗୋଟେ ଦୌଡି ଭଳି। ଯାହାର ଆଖି ଅଛି ସେ ଦେଖୁଛି। ଆଉ ଯିଏ ଅଭକ୍ତ ସେ କଣ ଦେଖିବ?
ତେଣୁ ଏଇଭଳି ଭାବରେ ସେ କହୁଛି ନିରାକାର, ସେ ନିର୍ବିଶେଷ, ତାଙ୍କର କିଛି ଆକାର ନାହିଁ। ତ ସେଥିପାଇଁ ବିଶେଷ କରି କଳି ଯୁଗରେ ଯୋଉ ସାଧୁ ମାନଙ୍କର ଶୁଦ୍ଧ ଭକ୍ତ ମାନଙ୍କର ସଙ୍ଗ ଲାଭର ସୁଯୋଗ ମିଳିଛି, ସେ ସୁଯୋଗକୁ ଆମେ ଗ୍ରହଣ କରିବା ଉଚିତ ଏବଂ ଆମ ଜୀବନକୁ ସାର୍ଥକ କରିବା ଉଚିତ। ଜୟ ଗ୍ରନ୍ଥରାଜ ଶ୍ରୀମଦ ଭାଗବତମ କି, ଶ୍ରୀଲ ପ୍ରଭୁପାଦ ମହାରାଜ की, जय श्री गुरुदेव की, समवेत गौर भक्त वृंद की, अनंत कोटि वैष्णव वृंद की, निताई गौर प्रेमानंदे।